ଶିବ ଆରମ୍ଭ କରିବା ପ୍ରୋଗ୍ରାମ। ଆଜ୍ଞା। ସିଧାସଳଖ ମୁଁ ଆରମ୍ଭ କରିବି। ଆଜ୍ଞା। ଓମ୍ ନୀଳାଦ୍ର ଶଙ୍ଖ ମଧ୍ୟ ଶତଦଳ କମଲେ ରତ୍ନ ସିଂହାସନସ୍ଥଂ सर्वालंकारयुक्तं नवहनरुचिरं संयुक्त चक्रजेन भद्राय वामभागे रथचरणजितं ब्रह्मरुद्रेन्द्र वन्दे वेदानां सारमिष स्वजनपरिवृतं ब्रह्मदारुस्मरामि ब्रह्मदारुस्मरामि। जय जगन्नाथ। शुभ ଭିଡିଓ ଅନ୍ अपराह्न। କର ଶିବ। ସ୍ପଷ୍ଟ ଦେଖାଗଲା ଦିଦି? ଜୟ ଜଗନ୍ନାଥ। ଉପସ୍ଥିତ ବିଜ୍ଞ ପ୍ରାଜ୍ଞ ଅଭିଜ୍ଞ ଶ୍ରୋତା ବକ୍ତା ସଭିଙ୍କୁ ଶବ୍ଦ ପ୍ରଣାମ। ଧୀରେ ଧୀରେ ଅନ୍ତିମ ପର୍ଯ୍ୟାୟରେ ଉପନୀତ ଗୋଟେ ବର୍ଷଟିଏ, ଦିନଟିଏ, ଡାଏରୀର ଫର୍ଦ୍ଦଟିଏ। ତଥାପି ଯାଉ ଯାଉ ସେ ଯେପରି କହିଦେଉଛି, ଏ ବିଦାୟୀ ପର୍ବ, ଏ ଇତିକଥା ପୂର୍ଣ୍ଣଚ୍ଛେଦ ନୁହେଁ। ଆମ ସମ୍ପର୍କର, ଆମ ଜୀବନର ଇଏ ଏକ ନୂତନ ଅଧ୍ୟାୟ ଆରମ୍ଭ, ଇଏ ଏକ ଶୁଭାରମ୍ଭ ନୂତନ ଫର୍ଦ୍ଦର। ତେବେ ଆସନ୍ତୁ, ବର୍ଷଟିଏର ଅନ୍ତିମ ପାହାଚରେ ହୃଦୟର କିଛି ଲୁହ ଝାରୁ ଝାରୁ ଓଠରେ ମିଠା ମୁହଁର କିଛି କଥା ହେବା, କାହା ଆଖିରେ ପ୍ରେମ କଜଳର ଧାରଟିଏ ପିନ୍ଧେଇ ସଜେଇ ଦେବା, କାହା ଆଖିରେ ଆଞ୍ଜୁଳାଏ ସ୍ୱପ୍ନ ଖଞ୍ଜି ଦେବାର ପ୍ରତିଶ୍ରୁତି ନିଜକୁ ନିଜେ ଦେବା। ତେବେ ଆଗକୁ ବଢ଼ିବା ପୂର୍ବରୁ ମୁଁ ଅନୁରୋଧ କରିବି, ଆମ ଅନୁଷ୍ଠାନର ପ୍ରିୟ ଗାଳ୍ପିକା ରୋଜାଲିନ ମିଶ୍ର ଦିଦିଙ୍କୁ ସେ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିବେ। ରୋଜାଲିନ ଦିଦି ପ୍ରଣାମ। ଅଛନ୍ତି ଦିଦି? ଲେଖନୀଶ୍ୱର ପରିବାରକୁ, ସପରିବାରର ସମସ୍ତ ସଦସ୍ୟଙ୍କୁ ଆଜିର ଧନ୍ୟବାଦ ଦିଦି। ଶୁଭ ଅବସରରେ ସମସ୍ତଙ୍କୁ ସାରସ୍ୱତ ଶୁଭେଚ୍ଛା, ଅଭିନନ୍ଦନ, ବଡ଼ମାନଙ୍କୁ ପ୍ରଣାମ। ତପସ୍ୱିନୀଙ୍କ ଆଗ୍ରହକୁ ଏଡ଼େଇ ନ ପାରି ମୁଁ ଆଜି ପ୍ରସ୍ତୁତ କରିଛି ଗୋଟେ ପୁରାତନ ଜଣାଣରୁ ଅଚ୍ୟୁତାନନ୍ଦ ଦାସଙ୍କ ଲେଖା। ଦୀନବନ୍ଧୁ ମୋ ଦୁଃଖ ନ ଗଲା ଯେ, ଦୀନବନ୍ଧୁ ମୋ ଦୁଃଖ ନ ଗଲା ଯେ, ଦୀନବନ୍ଧୁ ତୁମେ ଦୀନବନ୍ଧୁ ମୋ ବନ୍ଧୁ ନ ହେଲେ, ତୁମେ ଦୀନବନ୍ଧୁ ମୋ ବନ୍ଧୁ ନ ହେଲେ, ମୋ ବନ୍ଧୁ ହୋଇବ କେ? ଦୀନବନ୍ଧୁ ମୋ ଦୁଃଖ ନ ଗଲା ଯେ, ଦୀନବନ୍ଧୁ ମୋ ଦୁଃଖ ନ ଗଲା ଯେ, ଦୀନବନ୍ଧୁ ଦୀନବନ୍ଧୁ ବୋଲି ଯାହାକୁ କହନ୍ତି, ସେହି ତ ପରମ ଯୋଗୀ। ଦୀନବନ୍ଧୁ ବୋଲି ଯାହାକୁ କହନ୍ତି, ସେହି ତ ପରମ ଯୋଗୀ। ଦୁଃଖୀ ଲୋକଙ୍କର ଦୁଃଖ ନିବାରଣ, ଦୁଃଖୀ ଲୋକଙ୍କର ଦୁଃଖ ନିବାରଣ, ସୁଖୀ ଲୋକଙ୍କର ଭୋଗୀ। ଦୀନବନ୍ଧୁ ମୋ ଦୁଃଖ ନ ଗଲା ଯେ, ଦୀନବନ୍ଧୁ ଅତି ଆରତରେ ମୃଗୁଣୀ ଡାକିଲା, ଇନ୍ଦ୍ରକୁ ପେଶିଲା ହରି। ଅତି ଆରତରେ ମୃଗୁଣୀ ଡାକିଲା, ଇନ୍ଦ୍ରକୁ ପେଶିଲା ହରି। ମୃଗୁଣୀ ଆରତ ଫେଡ଼ି ଜଗନ୍ନାଥ, ମୃଗୁଣୀ
ମୋ ଦୁଃଖ ନ ଗଲା ଯେ ଦୀନ ବନ୍ଧୁ, ମୋ ଦୁଃଖ ନ ଗଲା ଯେ ଦୀନ ବନ୍ଧୁ। ଚକ୍ଷୁକୁ ଯେ ସନେ ପିଛୁଡ଼ା ବୋରି, ଭକ୍ତଙ୍କୁ ତେହ୍ନେ ଗୋସାଇଁ। ଚକ୍ଷୁକୁ ଯେ ସନେ ପିଛୁଡ଼ା ବୋରି, ଭକ୍ତଙ୍କୁ ତେହ୍ନେ ଗୋସାଇଁ। ଦୀନ ଅଚ୍ୟୁତ ଯେ ଭାବରେ ଭଣିଲେ, ଦୀନ ଅଚ୍ୟୁତ ଯେ ଭାବରେ ଭଣିଲେ, ପ୍ରଭୁ ପାଦ ଚିତ୍ତେ ଧ୍ୟାଇ। ଦୀନ ବନ୍ଧୁ, ମୋ ଦୁଃଖ ନ ଗଲା ଯେ ଦୀନ ବନ୍ଧୁ। ତୁମେ ଦୀନ ବନ୍ଧୁ ମୋ ବନ୍ଧୁ ନ ହେଲେ, ତୁମେ ଦୀନ ବନ୍ଧୁ ମୋ ବନ୍ଧୁ ନ ହେଲେ, ମୋ ବନ୍ଧୁ ହୋଇବ କେ। ଦୀନ ବନ୍ଧୁ, ମୋ ଦୁଃଖ ନ ଗଲା ଯେ ଦୀନ ବନ୍ଧୁ, ମୋ ଦୁଃଖ ନ ଗଲା ଯେ ଦୀନ ବନ୍ଧୁ। ଧନ୍ୟବାଦ ସମସ୍ତଙ୍କୁ ଶୁଣିଥିବାରୁ। ବାଃ, ମନ୍ତ୍ରମୟ। କିଛି ସମୟ ପାଇଁ ଲାଗିଲା ଯେ ଆମେ ଯେଉଁ ଭାବରେ ଆପଣଙ୍କର ସ୍ୱର ସଂଯୋଜନା କଲେ ସେ ଭାବରେ ବହି ଯାଉଛୁ। ଖୁବ୍ ଚମତ୍କାର ଥିଲା। ଅଶେଷ ଧନ୍ୟବାଦ ଦିଦି। ତେବେ ଧନ୍ୟବାଦ ଆପଣ ସମସ୍ତ। ସମସ୍ତେ ଜାଣନ୍ତି ଆଜିର ଦିନରେ ଆମର ଲେଖନୀ ସ୍ୱର ଅନୁଷ୍ଠାନ ଜନ୍ମ ନେଇଥିଲା ସୁଦୂର ବେଙ୍ଗଲୋର ନିବାସୀ ଶ୍ରୀମତୀ ତପସ୍ୱିନୀ ଦାସ ଷଡ଼ଙ୍ଗୀଙ୍କର ପରିକଳ୍ପନାରେ 4 ବର୍ଷ ପୂର୍ବେ। ତେବେ ଆଜି ସେ 4ର୍ଥ ବର୍ଷରେ ପଦାର୍ପଣ କରିଛି। 4ର୍ଥ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଆମେ ଅନେକ କିଛି କାର୍ଯ୍ୟକ୍ରମ ରଖିଛୁ। ଯଦିଓ ତା ପୂର୍ବରୁ ଆମେ କିଛି ବରିଷ୍ଠ ସାହିତ୍ୟିକ ଏବଂ ସୁସାହିତ୍ୟିକଙ୍କର ନିକଟରୁ ହସ୍ତଗତ ହୋଇଥିବା କିଛି ଶୁଭେଚ୍ଛା ବାର୍ତ୍ତା ତ ପାଇସାରିଛନ୍ତି। ଏବଂ ଏବେ ମୁଁ ଅନୁରୋଧ କରିବି ଆମ ତପସ୍ୱିନୀ ଦିଦିଙ୍କୁ ଏ ପରିବାର ବିଷୟରେ କିଛି କହିବେ ଏବଂ ଏହି ପରିପ୍ରେକ୍ଷୀରେ ତାପରେ ଶ୍ଵେତପଦ୍ମା ଦିଦି ପିଟିଟି ପ୍ରଦର୍ଶିତ କରିବେ। ଅନୁରୋଧ କରିବି ତପସ୍ୱିନୀ ଦିଦିଙ୍କୁ। ତପସ୍ୱିନୀ ଦିଦି। ନମସ୍କାର, ଜୟ ଜଗନ୍ନାଥ। ସତରେ ଆଜିର ଦିନ ଆଉ ଆଜିର କଥା କିଛି କହିବାର ମୋର ନାହିଁ। ସବୁ ଆପଣମାନଙ୍କ ଭଲ ପାଇବା ପାଖରେ ମୁଁ ଋଣୀ। ମୁଁ ନାହିଁ, ଆମେମାନେ ଋଣୀ। କାହିଁକି ନା ଏ ଲେଖନୀ ସ୍ୱର ମୋର ନୁହେଁ କି ଆମର ନୁହେଁ, ଏଟା ଆମ ସମସ୍ତଙ୍କର। ଲେଖନୀ ସ୍ୱରର ପରିକଳ୍ପନା, ଲେଖନୀ ସ୍ୱରର ପରିକଳ୍ପନା ବୋଲି କହିଲେ ଲେଖନୀ ସ୍ୱର ଏଟା କେବଳ ମୋର ପରିକଳ୍ପନା ନୁହେଁ, ଏଟା କହିପାରିବା ଆକସ୍ମିକ ମାନେ ଆକସ୍ମିକ ଭାବରେ କେମିତି ସୃଷ୍ଟି ହେଲା ସେଟା ଭଗବାନଙ୍କର ଇଏ। ହଠାତ୍ ମୁଁ ଜଷ୍ଟ ଅଳ୍ପରେ କହିବି କାହିଁକି ନା ଆମର କାର୍ଯ୍ୟକ୍ରମ ଆମେ ଜଲ୍ଦି ସାରିବାର ଅଛି। ଖାଲି ଏତିକି କହିବି, ଯେତେବେଳେ କୋରୋନା ସମୟ, ସେତେବେଳେ ସମସ୍ତେ ଆମେ ଘର ଭିତରେ ଗୃହବନ୍ଦୀ। କଣ କରିବା କଣ ନ କରିବା ଏ ଭିତରେ ଚିନ୍ତାଧାରା ଭିତରେ ହଠାତ୍ ମୋ ମନକୁ ଯେତେବେଳେ କିଛି ଆସିଲା, ନାହିଁ କିଛି କରିବା, କଣ କରିବା। ସେ କଣ କରିବା ଯେତେବେଳେ ମୁଁ ଚିନ୍ତା କରିଥିଲି, ସେତେବେଳେ ମୋ ସହିତ ଥିଲେ ଶିବ, ବିନେଶ ଆଉ ଅନ୍ୟମାନେ ଯୋଉମାନେ ବର୍ତ୍ତମାନ ନାହାନ୍ତି, ମାନେ କିଛି ପାରିବାରିକ କିଛି ତାଙ୍କର ବ୍ୟସ୍ତତା ସକାଶେ ବର୍ତ୍ତମାନ ଉପସ୍ଥିତ ନାହାନ୍ତି। ସେମାନଙ୍କୁ ନେଇକି ଆମେ ପରିକଳ୍ପନା କରିଥିଲୁ। ମୁଁ ଯେତେବେଳେ ଶିବଙ୍କୁ ପଚାରିଲି, ବିନେଶକୁ ପଚାରିଲି, ବିନେଶ ଶିବ କହିଲେ କି ହଁ ଠିକ ଅଛି, ଚେଷ୍ଟା କରିବା। ଆମେ ଯେତେବେଳେ ଆଭାସୀ ଆସରଟି ଯେତେବେଳେ ଆୟୋଜନ କରିବା, ଆମର ଅତିଥି କିଏ ହେବେ, ଅତିଥି କିଏ ହେବେ, ଅତିଥି କିଏ ହେବେ, ହଠାତ୍ ତାପରେ ମୁଁ କହିଲି କି ଶିବ ବିନେଶ। ଶିବ ବିନେଶ ହେଇଥିଲେ ଆମର ପ୍ରଥମ ଆସରର ଅତିଥି, ଯୁବ ଅତିଥି। ଆଲୋଚନା ମାନେ ସେଦିନ ଆମେ ଗୁଗୁଲ ମିଟ ଯେତେବେଳେ ଆରମ୍ଭ କଲୁ, ଆମେ ଗୋଟେ ପରୀକ୍ଷା ମୂଳକ ଭାବରେ କହିବାକୁ ଗଲେ ଆମେ ଲେଖନୀ ସ୍ୱର ସୃଷ୍ଟି ହେଇଥିଲା। ପ୍ରଥମ ଆସର ଆମେ କରିବା, ଯଦି ସେ ଆସରରେ ଲୋକ ଯୋଗ ନଦେବେ ତାହେଲେ ଦେଖିବା। ଆମେ ଯଦି ସଫଳତା ପାଉଛେ ତାହେଲେ ଆଗକୁ ବଢିବା, ଯଦି ଆଗ୍ରହ ନ ଦେଖିବା ତାହେଲେ ଆମେ ପଛେଇ ରହିବା। ଆପଣ ମାନେ ବିଶ୍ୱାସ କରିପାରିବେନି, ଜଗନ୍ନାଥଙ୍କ ଆଶୀର୍ବାଦ ନିଶ୍ଚିନ୍ତ ବୋଲି ଏଇଟା କହିବୁ। ସେଇ ଆସରରେ 60 ଜଣ ଶ୍ରୋତା ଯୋଗ ଦେଇଥିଲେ।
ଆଉ ସେଇମାନେ ଯୋଉମାନେ ଥିଲେ ଯୋଉ 60 ଜଣ ଯୋଉ ଯୋଗ ଦେଇଥିଲେ ଆଉ ଆମ ସହିତ ଯୋଉମାନେ ଥିଲେ 2 ଜଣ ଅତିଥି ଆମର ଥିଲେ ଯୁବ ଅତିଥି ବିନେଶ ଆଉ ଶିବ ତାଙ୍କର ଆଲୋଚନା ଚାଲିଥିଲା ତା ସହିତ ଆମେ ଯୋଉମାନେ ଜାଣି ମାନେ ଯୋଉମାନଙ୍କୁ ଲୋକମାନେ ଜାଣି ହିଁ ନାହାନ୍ତି ଆମ ଲେଖନୀଶ୍ୱରର ମୁଖ୍ୟ ଇଏ ଥିଲା ବଣମଲ୍ଲୀ ଯୋଉମାନେ ଯୋଉମାନେ ନିଜ ଲେଖାକୁ ଡାଏରୀ ଭିତରେ ବାନ୍ଧି ରଖିଛନ୍ତି ଆଉ ଡାଏରୀ ଭିତରେ ତାଙ୍କର ଲେଖା ଗୁଡାକ ଅଣନିଶ୍ୱାସୀ ହୋଇ ପଡୁଛନ୍ତି ସେହି ଲେଖା ମାନଙ୍କୁ ମୁକ୍ତ କରିବା ପାଇଁ କି ଆମେ ଏ ଲେଖନୀଶ୍ୱର ସୃଷ୍ଟି କରିଥିଲୁ ଆଉ ଆମ ସହିତ ଯୋଉ ବଣମଲ୍ଲୀ ମାନେ ଯୋଗ ଦେଇଥିଲେ ସେମାନେ ବଣମଲ୍ଲୀ ମାନେ ବହୁ ଚମତ୍କାର ପ୍ରତିଭା ସେମାନେ ସେମାନେ ଯୋଗ ଦେଇଥିଲେ 60 ଜଣ ଯେତେବେଳେ ଯୋଗ ଦେଲେ ଆମ ମନରେ ଗୋଟେ ଉତ୍ସାହ ସୃଷ୍ଟି ହେଲା ସେଠୁ ଆମେ ଆଗକୁ ଗୋଟେ ଗୋଟେ ବଢି ଚାଲିଲୁ ଆଉ ସେଇ ବଢି ଚାଲି ବର୍ତ୍ତମାନ 4 ବର୍ଷରେ ଆମେ ପହଞ୍ଚିଲୁ 4 ବର୍ଷରେ ଆଜିର ଆସର 48ତମ ଆସର ଆଉ 48 ଆସର ବର୍ତ୍ତମାନ ମାନେ ଗୋଟେ ହେଲେ ଆସର ଆମର ବନ୍ଦ ହେଇନି ଏଟା କେବଳ ଆପଣ ମାନଙ୍କ ଭଲ ପାଇବା ଆଉ ତା ଛଡା ଆଉ କିଛି ନୁହେଁ ଯେଉଁ ଉଦ୍ଦେଶ୍ୟ ନେଇକି ଲେଖନୀଶ୍ୱର ସୃଷ୍ଟି ହେଇଥିଲା ସେ ଆଗକୁ ବଢି ଚାଲିଛି ହଁ ଆମେ ଆଭାସୀ ହେଇକି କାର୍ଯ୍ୟକ୍ରମ କରୁଛୁ ଆମେ ଅଫଲାଇନ କୁ ଆସିନୁ ଏଯାଏଁ କିନ୍ତୁ ଅଫଲାଇନ ବହୁତ ଜଲଦି ଆମେ ଗୋଟେ ବନ୍ଧୁ ମିଳନ କରିବାର ମଧ୍ୟ ଆମେ ଯୋଜନା କରୁଛୁ ମୁଁ ଯେବେ ଆଗାମୀ ଥର ଯେତେବେଳେ ଓଡିଶା ଆସିବି ସେ ସମୟରେ ଆମେ ନିହାତି ଭାବରେ ସମସ୍ତେ ଏକାଠି ହେବା ନିହାତି ମିଶିବା ବନ୍ଧୁ ମିଳନ ନିହାତି କରିବା ଆଉ ସେ ବିଷୟରେ ସବିଶେଷ ଆମେ ଆଗକୁ ଆପଣ ମାନଙ୍କୁ ଜଣେଇବୁ ଆଉ ବେଶୀ କିଛି କହିବିନି ଆପଣ ମାନେ ସମସ୍ତେ ଜାଣନ୍ତି ଲେଖନୀଶ୍ୱରରେ ଯେଉଁ ଆମେ ମାନେ ମନ ଭିତରେ ଯେଉଁ କଥାଟିକୁ ନେଇକି ଆମେ ଆଗକୁ ଚାଲିଥିଲୁ ସେଇ ସେଇ ସବୁ ଜିନିଷ ଯାହାବି ଆମେ ସଫଳତା ପାଇଛୁ ସେ ସବୁ ଆପଣ ମାନଙ୍କ ପାଇଁ କି ଆଉ ବେଶୀ କିଛି କହିବିନି ଖାଲି ଶ୍ଵେତାଙ୍କୁ କହିବି ଶ୍ଵେତା ତ ବିନେଶ ଆକ୍ଚୁଆଲି ପ୍ରେଜେଣ୍ଟେସନ ଦେଇଥାନ୍ତେ ବିନେଶ କିଛି ଜରୁରୀ କାମରେ ବ୍ୟସ୍ତ ଥିବାରୁ ସେ ଦେଇପାରୁନାହାନ୍ତି ଶ୍ଵେତା ତୁମେ ପ୍ରେଜେଣ୍ଟେସନ ଟା ଦେଖେଇ ଦିଅ ତାପରେ ହଁ ଆମ ସହିତ ଯୋଉମାନେ ଅଛନ୍ତି ଆଡମିନ ମାନେ ସେମାନଙ୍କୁ ମଧ୍ୟ ଆମେ କିଛି ଚାହିଁବୁ 2 ପଦରେ ସେମାନେ ତାଙ୍କ କଥା ରଖିବେ ତାପରେ ଆଗକୁ ଆଗେଇବା ଶ୍ଵେତା ସାଉଣ୍ଡ ଆସୁନି ସାଉଣ୍ଡ ଆସିବା ତ କଥା ସେତେବେଳେ କରିଥିଲ ନା ଆସିଥିଲା ହଁ ସାଉଣ୍ଡ ଆସୁନି କିନ୍ତୁ ତମର ମାଇକ୍ ଅଫ୍ ଅଛି କି ସେଥିପାଇଁ ଆସୁନି ସେ ଲେଖୁଛି ବାରମ୍ବାର ଯେ ମାଇକ୍ ଟା ଅଫ୍ କରନ୍ତୁ ବୋଲି ତ ମୁଁ ଦେଖୁଛି ଅନ୍ ରଖିକି ଏଥର ଲଗଉଛି ଆଉ ଠିକ ଅଛି ନହେଲେ ଚାଲୁ ହଁ ମୁଁ ଦେଖୁଛି କରୁଛି ଆଉ ଥରେ ଟ୍ରାଏ କରୁଛି
ଧନ୍ୟବାଦ ଦିଦି। ଏବେ ମୁଁ ଅନୁରୋଧ କରିବି ଆମ ଲେଖନୀଶ୍ୱର ଲେଖକ ପାଠକ ବକ୍ତା ଶ୍ରୋତା ମାନଙ୍କର ଏଇ ଯୋଉ ସାହିତ୍ୟର ବିଶାଳ ସେତୁବନ୍ଧ ବାନ୍ଧିବାରେ ଯେଉଁମାନଙ୍କର ଅକ୍ଲାନ୍ତ ପରିଶ୍ରମ ରହିଥିଲା ଏବଂ ସହଯୋଗ ରହିଛି ଏବଂ ଆଗକୁ ରହିଥିବ ମଧ୍ୟ, ସେମାନଙ୍କ ପାଖରୁ ଲେଖନୀଶ୍ୱର ବିଷୟରେ କିଛି ତାଙ୍କ ହୃଦୟର କଥା ଶୁଣିବା। ସର୍ବପ୍ରଥମେ ମୁଁ ଅନୁରୋଧ କରିବି ଆମ ପରିବାରର ବୟୋଜ୍ୟେଷ୍ଠ ଆମର ସମସ୍ତଙ୍କର ମାର୍ଗଦର୍ଶକ ଯିଏ ଶ୍ରୀକାନ୍ତ ଗଡ଼ାଇ ଭାଇ, ସେ ଦୁଇ ପଦ ରଖିବେ। ଭାଇନା ପ୍ରଣାମ। ପ୍ରଣାମ ପ୍ରଣାମ ସମସ୍ତଙ୍କୁ ଶୁଭ ଅପରାହ୍ନ। ଧନ୍ୟବାଦ ଭାଇ। ଆ, ଲେଖନୀଶ୍ୱର ଚାହୁଁ- ବିଷୟରେ ସ୍ୱଳ୍ପରେ ରଖିବେ କିଛି କଥା। ନିଶ୍ଚିତ ନିଶ୍ଚିତ। ସମୟ ଏବେ ଆମର ଅଧଘଣ୍ଟାଏ ଯେହେତୁ ଆମର କ୍ରସ୍ କରିଗଲାଣି, ତେଣୁ କେବଳ ପଦେଟିଏ ଖାଲି କହିବି ଯେ ଲେଖନୀଶ୍ୱର ସୃଜନ ନବଦିଗନ୍ତ ବଣମଲ୍ଲୀ, ଏବେ ତପୋପା କହିଗଲେ ବଣମଲ୍ଲୀ ମାନଙ୍କୁ ସେମାନଙ୍କର କେବଳ ବାସ ଚହଟାଇବା ପାଇଁ ଆମର ଏ ପ୍ରୟାସ ଥିଲା। ସେଇ ପ୍ରୟାସଟା ଆମର ଆଜି ପାଖାପାଖି 4 ବର୍ଷ ହେଇଗଲା। ତେଣୁ ଏଇ ଯୋଉ ଗୋଟେ ପ୍ରକାର ନବ ସୃଜନ ଦିଗନ୍ତକୁ ଆମେ ଆଉ ସୁଦୂର ବିସ୍ତାରୀ କରିବା ପାଇଁ ଆମ ସମସ୍ତଙ୍କ ପ୍ରୟାସ ରହିଛି, ରହିବ ମଧ୍ୟ। ଏତିକି କାମନା କରି ମୋ କଥାକୁ ଏଠି ବିରାମ ଦେବି। ଜୟ ଜଗନ୍ନାଥ। ଧନ୍ୟବାଦ ଭାଇନା। ଏବେ ମୁଁ ଅନୁରୋଧ କରିବି ଆମ ଉଭୟ ବୈଶିଷ୍ଟ୍ୟ ଏବଂ ଲେଖନୀଶ୍ୱରକୁ ଊଣା ଅଧିକ ପାତର କରୁନଥିବା ଆମର ପ୍ରିୟ ଲେଖିକା ଶ୍ଵେତପଦ୍ମା ପାଢ଼ୀ ଦିଦି, ସେ କେଇ ପଦ ବାର୍ତ୍ତା ଆମ ପାଇଁ ରଖିବେ। ଶ୍ଵେତା ଦିଦି। ଧନ୍ୟବାଦ ଶିବ। ଉଣା ଅଧିକା ପାତର ଅନ୍ତର ମୁଁ କେବେ ରଖି ନାହିଁ। ହଁ, ବେଳେ ବେଳେ କଣ ହୁଏ କି କଥା କହୁ କହୁ ପାଟିରୁ ଶବ୍ଦ ଖସିଯାଏ, ଆଉ ସେ ଶବ୍ଦଟିକୁ ଆମର ତପସ୍ୱିନୀ ମ୍ୟାଡାମ ଭଲରେ ଧରନ୍ତି। ସେ ମୋ ଭାବକୁ ବୁଝନ୍ତିନି, କିନ୍ତୁ ମୋ ଶବ୍ଦଟିକୁ ସେ ଧରିଥିବେ। ମୁଁ ସବୁବେଳେ ମୋ ପାଟିରୁ ବାହାରି ଯାଏ, ମୁଁ ଏଠି ସମସ୍ତଙ୍କୁ ଓପନଲି ବି କହିଦଉଛି, ସବୁବେଳେ ମୋ ପାଟିରୁ ବାହାରି ଯିବ ତୁମ ଲେଖନୀଶ୍ୱର ବୋଲି। ସେ ସେଇଟାକୁ ଧରିଥିବେ, କିନ୍ତୁ ସେ କେବେ ଧରିବେନି ଯେ ମୁଁ ଲେଖନୀଶ୍ୱର ପାଇଁ ତାଙ୍କୁ ଯେତେବେଳେ ଯାହା ଆଇଡିଆ ଦେବା କଥା କି କଣ ଯାହା ମୋ ଦ୍ଵାରା ହେଇପାରିବ ମୁଁ ସବୁବେଳେ କରି ଆସୁଛି, ସେଇଟା ସେ ଦେଖିବେନି। ସେ ଖାଲି କହିବେ ତମେ କାହିଁ ତୁମ ଲେଖନୀଶ୍ୱର କହିଲ ବୋଲି। ହଉ, ମୋ ପାଟିରୁ ବେଳେ ବେଳେ ବହୁତ କମ ରେୟାର ବାହାରେ ଆମ ଲେଖନୀଶ୍ୱର। ତେବେ ଯାହା ହେଇଥାଉ, ଇଏ କହିଲା ଭଳିଆ ଶିଶୁଟିଏ ଜନ୍ମ ହୁଏ, ତାକୁ ମା ଲାଳନ ପାଳନ କରିକି ବଡ କରେ। ତାପରେ ସିଏ ଗୋଟେ ମାନେ ଯୋଉ କହନ୍ତି ଗୋଟେ ଛୋଟିଆ ଗଛ ହୁଏ, ମାନେ ଇଏ ହୁଏ, ସେ ପୁଣି ତାକୁ ପୁଣି ବିରାଟ ବଡ ବଟ ବୃକ୍ଷ କରିବାକୁ ପଡେ। ତ ବର୍ତ୍ତମାନ ସେ ମାନେ ଅଙ୍କୁର ଉଦ୍ଗମ ତାର ହେଇସାରିଛି ଲେଖନୀଶ୍ୱରର। ବର୍ତ୍ତମାନ ସେ ବଟ ବୃକ୍ଷ ହେବା ରାସ୍ତାରେ ଅଛି, ଆଉ ମୁଁ ଆଶା କରିବି ସମୟ ସହିତ ଲେଖନୀଶ୍ୱର ଗୋଟେ ବଟ ବୃକ୍ଷ ହେଇକିନା ଛିଡା ହଉ ସାହିତ୍ୟ ଜଗତ ପାଇଁ, ଏବଂ ବର୍ତ୍ତମାନର ଯୁବପିଢିଙ୍କ ସହିତ ଆଗକୁ ଆସିବାକୁ ଥିବା ଯୋଉ ନୂତନ ଯୁବପିଢି, ସେମାନଙ୍କ ପାଇଁ ବି ଲେଖନୀଶ୍ୱର ଏକ ରାସ୍ତା ସାଜୁ। ବହୁତ ବହୁତ ଧନ୍ୟବାଦ ଶିବ। ଧନ୍ୟବାଦ ଦିଦି। ଏବେ ମୁଁ ଅନୁରୋଧ କରିବି ଆମ ଜ୍ୟୋତିର୍ମୟ ସାହିତ୍ୟ ପତ୍ରିକାର ସମ୍ପାଦକ ଚର୍ଚ୍ଚିତ କାବ୍ୟେଶ୍ୱର ରୂପେଶ ଭାଇ, ଯଦି ଭାଇ ଅଛନ୍ତି ତାହେଲେ ଏଇ ଧାଡି ଆମ ପାଇଁ ରଖିବେ। ରୂପେଶ ନାହାନ୍ତି। ରୂପେଶଙ୍କର କହିଥିଲି ବଡ ବାପାଙ୍କର ଡେଥ୍ ସକାଶେ ସେ ସେପଟେ ତୁଠରେ ବ୍ୟସ୍ତ ଅଛନ୍ତି। ରୂପେଶ ଜଏନ୍ କରିବେ। ଚାଲିଛି ତ, ତାଙ୍କର ଗୋଟେ ଭିଡିଓ ଅଛି, ମୁଁ ଟ୍ରାଏ କରୁଛି ପ୍ଲେ କରିଦେବା ପାଇଁ। କରିପାରିବି। ହଁ ହଁ ହଁ, ତାଙ୍କ ଭିଡିଓଟି ଆଜ୍ଞା ମୁଁ ଆଜ୍ଞା, ଶ୍ଵେତାଙ୍କୁ ପଠେଇଛି, ଶ୍ଵେତା ସେଟା ସେୟାର କରିବେ। ଠିକ ଅଛି ଦିଦି, ଭାଇନାଙ୍କ ବାର୍ତ୍ତାଟି ଆପଣ ପ୍ରଦର୍ଶିତ କରନ୍ତୁ। ଈଶ୍ୱରର ଚତୁର୍ଥ ଜନ୍ମବାର୍ଷିକୀ। ଏ କାଲି କାଲି ତ ଆରମ୍ଭ ହୋଇଥିଲା ଏହି ଅନୁଷ୍ଠାନ। ଦେଖନ୍ତୁ ଆପଣମାନଙ୍କ ପ୍ରଚେଷ୍ଟାରେ କେମିତି ସଫଳତାର 4 ବର୍ଷ ଆଜି ପୂରଣ ହେଇଛି। ଆମେ ୟା ଭିତରେ ସାଉଁଟିଛେ ଅନେକ ସ୍ମୃତି, ଅନୁଭୂତି ଏବଂ ଗଢ଼ିଛେ ଅନେକ ସମ୍ପର୍କ। ଆଶା କରିବି ଏ ସମ୍ପର୍କର ସେତୁ ଆହୁରି ଦୃଢ଼ ହେଉ, ଏ ଅନୁଷ୍ଠାନ ଆହୁରି ଆଗକୁ ବଢ଼ୁ ଏବଂ ଆଗାମୀ 1000 ବର୍ଷ ପର୍ଯ୍ୟନ୍ତ ଏ ଅନୁଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷାର ସିପାହୀ ଭାବରେ କାର୍ଯ୍ୟ କରିଆସୁ। ଧନ୍ୟବାଦ। ହେପି ବାର୍ଥଡେ ଲେଖନୀଶ୍ୱର। ଧନ୍ୟବାଦ ଦିଦି। ଲେଖନୀଶ୍ୱରର ହାପି ବାର୍ଥଡେ ମିଳିଗଲା ଆମର ରୂପେଶ ବାବୁଙ୍କ ତରଫରୁ। ଆଜ୍ଞା ଆଜ୍ଞା ଦିଦି, ଧନ୍ୟବାଦ।
ଏବେ ସିଧାସଳଖ ଆମେ ଗଜଲ ପର୍ବକୁ ଯିବା। ବିନେଶ ଭାଇ ଆସିଛନ୍ତି ନା? ବିନେଶ ଭାଇ ମେଡିକାଲରେ ଅଛନ୍ତି, ସେ ମେସେଜ କରିଥିଲେ ମତେ, ତ ସେ କିଛି କହିପାରିବେନି ସେଠୁ। ରକ୍ତ ଗୋଲାପ ରଙ୍ଗ ନେଇ ଫୁଟେ ତୁମ ଅଙ୍ଗନେ ମୁହିଁ, ସଞ୍ଜ ଆଗରୁ ଚାହିଁ ଦେଖ ଥରେ, ନ ଛୁଇଁଲେ ପଛେ ନାହିଁ। ମୁଁ ଅତି ଅଝଟ ଟିକିଏ ଲୁହରେ ଲୁହ ମୋ ଆସୁଛି ଝରି, ମନ ବୁଝିବାକୁ ହଁ କରିଦେଇ କହିପାର ପଛେ ନାହିଁ। ହଁ ନାହିଁର ଖେଳ ଭିତରୁ ଉଠି ଆସି ଦୁନିଆର ଅଗଣାରୁ ଝରିଯିବା ଆଗରୁ ଆସନ୍ତୁ ସେଇ ରକ୍ତ ଗୋଲାପଟି ହେଇ ଫୁଟିବା, ହସିବା, ହସେଇବାର ପ୍ରୟାସ କରିବା। ଏଇ ପରବର୍ତ୍ତୀ ପର୍ଯ୍ୟାୟରେ, ଏ ପର୍ଯ୍ୟାୟ ଗୀତ ଗଜଲର ପର୍ବ, ନିଆଁ ଆଉ ଚୁମ୍ବନର ପର୍ବ, ମେଘଖଣ୍ଡରେ ଲୁଚିଥିବା ଇନ୍ଦ୍ରଧନୁକୁ ଦେଖିବାର ପର୍ବ। ତେବେ ଆସନ୍ତୁ, ଅଧିକ କଥା କହି ସମୟକୁ ଆଉ ଭାରାକ୍ରାନ୍ତ ନ କରି ସିଧାସଳଖ ଆମେ ଗଜଲ ଶୁଣିବା। ସର୍ବପ୍ରଥମେ ମୁଁ ଯାହାଙ୍କୁ ସ୍ୱାଗତ କରିବି, ସେ କହନ୍ତି ଯେ ଭଙ୍ଗା ନିଦ, ଭଙ୍ଗା ସ୍ୱପ୍ନ, ଭଙ୍ଗା ହୃଦୟ, ଭଙ୍ଗା ଅନୁଭବ, ଭଙ୍ଗା ବୟସ କି ଆଉ ଯାହା ଅଛି ଭଙ୍ଗା ସବୁ ମତେ ଦେଇଦେ, ନହେଲେ ତ ଭଙ୍ଗା ପୃଥିବୀରେ ମୋ ପାଇଁ ବସାଟେ କରିଦେ। ମୁଁ ସେଇଠି ଗଢ଼ିବି ମୋର କବିତାର ଘର, ଠିକ୍ ତାଜମହଲ ପରି। ହଁ, ଏକଥା ସେ କହିପାରନ୍ତି ଯେ ପାଗଳ ପ୍ରେମିକଟିଏ, କିନ୍ତୁ ଏ କଥା ବି ସତ, ପାଗଳ ପ୍ରେମିକର କୌଣସି ପ୍ରେମିକା କେବେ ସମ୍ପୂର୍ଣ୍ଣ ସୁଖରେ ରହେ ନାହିଁ, ସେ ଯେତେ ସୌନ୍ଦର୍ଯ୍ୟମୟ ଜୀବନ ଯିଉ ପଛେ। ଏମିତି କଥା କହୁଥିବା ପ୍ରେମିକ ପ୍ରବର, ପ୍ରଣୟର କବି, ଆମ ସମସ୍ତଙ୍କର ପ୍ରିୟ ପ୍ରଣୟ ସୁଧା ଭାଇ। ଭାଇନା ପ୍ରଣାମ, ଆପଣଙ୍କୁ ଲେଖନୀଶ୍ୱର ସ୍ୱତନ୍ତ୍ର ଆସରକୁ ହାର୍ଦ୍ଦିକ ସ୍ୱାଗତ ଏବଂ ଆପଣଙ୍କ ମୁହଁରୁ ଲେଖନୀଶ୍ୱରର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ କିଛି ହୃଦୟର କଥା ଏବଂ ଗଜଲଟିଏ ଶୁଣିବାକୁ ଚାହିଁବୁ। ଭାଇନା ସ୍ୱାଗତ। ଶିବ ବାବୁ, ଶୁଭ ସନ୍ଧ୍ୟା। ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ବିଶେଷ କରି ଲେଖନୀଶ୍ୱରର ପରିବାରକୁ ମୁଁ ମୋର ଶୁଭେଚ୍ଛା ଜଣାଉଛି। ଭାଇନା ଇଏ ଆପଣଙ୍କ ଗୋଟେ ସୁନ୍ଦର ଅଭିନବ, ମୁହଁଟି ଟିକେ ଦେଖେଇବେ। ହଁ ନିଶ୍ଚୟ, ଇଏ ଗୋଟେ ପ୍ରକୃତର ଶୁଭୁନି ପ୍ରଣୟ। ମତେ ଲାଗୁଛି ଲେଖନୀଶ୍ୱର ଡିମାଣ୍ଡ କରିଦେଲେ ଫେସ୍ ଦେଖିବାକୁ, ସେଇଥିପାଇଁ ପ୍ରଣୟଙ୍କର ମୋବାଇଲ ମାଇକ ବି ଖରାପ ହେଇଗଲା। ଭାଇନା ଶୁଭୁନି କିଛି। ଗଜଲ ପ୍ରେମରେ ପଡିଯାଇଛି ଲେଖନୀଶ୍ୱର ଆସର। ଇଏ ଗୋଟେ ବିବର୍ତ୍ତିତ ପ୍ରକ୍ରିୟା, ଆଉ ଏଟା ସେଇ ବିବର୍ତ୍ତନର ଫଳାଫଳ। ତ ଏ ବିବର୍ତ୍ତନକୁ ବି ମୋର ସ୍ୱାଗତ ଆଉ ଶୁଭେଚ୍ଛା। ତ ଗଜଲ ବି କଣ ମୋ ଠାରୁ ଆରମ୍ଭ ହବ? ଆଜ୍ଞା ଆଜ୍ଞା। ଧନ୍ୟବାଦ। ଗଜଲର ଶୀର୍ଷକ ଯୋଗୀ ଗୀତ। ମୁଁ ଯେ ଜଙ୍ଗଲର ଯୋଗୀ ଗୀତଟିଏ, ଏବେ ସେଠି। ମୁଁ ଯେ ଜଙ୍ଗଲର ଯୋଗୀ ଗୀତଟିଏ, ଏବେ ଏଠି ପୁଣି କେବେ ସେଠି। କାକର କଳିର ସକାଳ ମୁଁ କେବେ, କେବେ ଶେଫାଳିର ପ୍ରେମ ଚିଠି। ମାନିଲି ମୁଁ ତୋର କେହି ନୁହେଁ ହେଲେ, ମାନିଲି ମୁଁ ତୋର କେହି ନୁହେଁ ହେଲେ, ଦୁଃଖ ବାଣ୍ଟିବାକୁ ଆ ଥରେ। ବୁଝିବା ଆକାଶେ ସପନ ଉଡେଇ, କାହିଁ କାନ୍ଦ କାନ୍ଦ ଦୁଇ ଆଖି। ଭୁଲି ଯାଅ କହି ଭୁଲି ନାହିଁ କିଏ, ସପନରେ ଆସି ଛୁଇଁଯାଏ। ଭୁଲି ଯାଅ କହି ଭୁଲି ନାହିଁ କିଏ, ସପନରେ ଆସି ଛୁଇଁଯାଏ। ଅନ୍ଧାରକୁ ମୋର ଆପଣାର କରି, କିଏ ଜଳୁଥାଏ ଡିକି ଡିକି। ଆସିବା ଆଗରୁ ଖବରଟେ ଦେବ, ଆସିବା ଆଗରୁ ଖବରଟେ ଦେବ, ମୁଁ ବି ଖୋଜିବି ଠିକଣା ମୋର। ମୁଁ ଆଉ ସେଇଠି ରହୁନି ଯେଉଁଠି, ଛାଇ ମୋର ଖେଳୁଥିଲା ପୁଚି। ପ୍ରଣୟ ଭଲ କି ଜାଣେ ସହରକୁ, ପ୍ରଣୟ ଭଲ କି ଜାଣେ ସହରକୁ, ରାଜନୀତି କଥା ସେତିକି ଥାଉ। ପେଟକୁ ଯେଉଁଠି ଓଦା କନା ବୁଝ, ସେଇଠାରେ କରି ହୁଏ ପିଠି। ଧନ୍ୟବାଦ।
ବା କିନ୍ତୁ କହନ୍ତିନି ଏ, ଯେତେବେଳେ ମଞ୍ଚ ଟିକେ ଜମି ଆସେ ଗୋଟେର ମନ ବୁଝେନି। ତେଣୁ ମତେ ଲାଗୁନି ଯେ ଗୋଟେରୁ ମୁଁ ଆପଣଙ୍କ ପାଖରୁ ବିଦାୟ ନେବି। ପରବର୍ତ୍ତୀ ସମୟରେ ମୁଁ ଆଉ ଥରେ ପୁଣି ଆପଣଙ୍କୁ ଡାକିବି ଏବଂ ଆପଣଙ୍କ ପାଖରୁ ଗଜଲଟି ଶୁଣିବି। ବର୍ତ୍ତମାନ ପାଇଁ ନିଶ୍ଚୟ ମତେ ଏବେ ଏ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଆଉ ଥରେ। ଧନ୍ୟବାଦ ଭାଇନା। ସେଥିପାଇଁ ତ କହେ ଯେ ଆପଣ ଆପଣଙ୍କର ପ୍ରତ୍ୟେକଟି ଧାଡିରେ ଜୀବନକୁ ଅତି ସୂକ୍ଷ୍ମରୁ ସୂକ୍ଷ୍ମାତୀତ ଭାବରେ ଦେଖିବାର ଯେଉଁ ଦୃଷ୍ଟି ଶକ୍ତି ରଖନ୍ତି, ହୁଏତ ଆଉ କାହା ପାଖରେ ଥାଇପାରେ, କିନ୍ତୁ ବର୍ତ୍ତମାନ ସମୟରେ ମୁଁ ଦେଖିପାରେନି। ହେଇପାରେ ଏହା ମୋର ଆପଣଙ୍କ ପ୍ରତି ଭଲ ପାଇବା ଅଥବା ପାଗଳାମି, ସେ ଅନ୍ୟ ଏକ ବିଷୟ। ଧନ୍ୟବାଦ ପୁଣି ଥରେ ଭାଇନା। ଏବେ ପରବର୍ତ୍ତୀ ଚର୍ଚ୍ଚିତ କାବ୍ୟଶ୍ଵରଙ୍କ ମଞ୍ଚକୁ ସ୍ୱାଗତ କରିବି, ଯିଏ କହନ୍ତି ନିଜ କାହାଣୀକୁ କବିତାଟେ କରି ନିଜକୁ ବିକିଛି ମୁଁ, ଦୁଃଖ ଶୁଣିକି ତାଳି ମାରିବାର ଗରାଖ ଦେଖିଛି ମୁଁ, ଆକାଶରେ ନୁହେଁ ମାଟିରେ କଇଁଟେ ଫୁଟେଇ ଦେଇଛି ମୁଁ, ନିଜେ ଜହ୍ନ ହେଇ ରାତି ରାତି ବସି ତାକୁ ହିଁ ଝୁରିଛି ମୁଁ। ଆସନ୍ତୁ ସ୍ୱାଗତ କରିବା। କେବେ ପକ୍ଷୀ ହେଇ ମାଟି ଖୋଜୁ ଖୋଜୁ ଆକାଶ ନହେଲି ନାହିଁ, ତୁମ ଓଠରେ ହସ ଫୁଲ ଫୁଟେଇବାର ନିଶା ରଖୁଥିବା କବି ସୁମିତ କୁମାର ପଣ୍ଡା ଭାଇଙ୍କୁ। ଭାଇନା ପ୍ରଣାମ। ଆପଣଙ୍କ ଲେଖନୀ ସ୍ୱର ସ୍ୱତନ୍ତ୍ର ଆସରକୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ, ସ୍ୱାଗତ। ଅନୁରୋଧ ରହିବ ଲେଖନୀ ସ୍ୱର ବିଷୟରେ ଦୁଇ ଧାଡି କହି ଆପଣଙ୍କ ଗଜଲ ଶୁଣେଇବେ। ଭାଇନା ସମସ୍ତଙ୍କୁ ଆଜ୍ଞା ସମସ୍ତଙ୍କୁ ପ୍ରଣାମ। ଧନ୍ୟବାଦ ମତେ ଏତେ ସୁଯୋଗ ଦେଇଥିବାରୁ। ଆଉ ଲେଖନୀ ସ୍ୱର ବିଷୟରେ ଏତିକି କହିବି, ସ୍ୱତଃ ବୋଧେ ଲେଖନୀ ସ୍ୱର ବୈଶିଷ୍ଟ୍ୟ ଆଉ ଏମିତି ଆଉ ବୋଧ ହୁଏ ସେମିତି କୌଣସି ଆସର ନାହିଁ ଯିଏକି ସ୍ୱତଃ ଟାଣି ନିଏ ଜଏନ୍ କରିବା ପାଇଁ। ମୁଁ ଅଫିସରେ ଥିଲେ ବି, କୌଣସି କାମରେ ଥିଲେ ବି, ଗୀତ ରେକର୍ଡିଂରେ ଥିଲେ ବି, ଯେତେବେଳେ ଲେଖନୀ ସ୍ୱର ହଉ କି ବୈଶିଷ୍ଟ୍ୟ ହଉ, ଏଇ ଦୁଇଟି ବୋଧ ହୁଏ ଆସର ମୁଁ ସବୁବେଳେ ଚେଷ୍ଟା କରେ ଜଏନ୍ କରିବା ପାଇଁ। ମାନେ ଶୁଣିବାକୁ ବହୁତ ଭଲ ଲାଗେ, ବହୁତ ଇଣ୍ଟରେଷ୍ଟିଂ ଟପିକ ଉପରେ ଡିସ୍କସନ ହୁଏ। ଆଉ ମୁଁ ବୋଧହୁଏ ଲାଷ୍ଟ ସବୁ ଆସର ବି ବୋଧହୁଏ ଜଏନ୍ କରିଛି। ମତେ ଭଲ ଲାଗେ ଜଏନ୍ କରିକି ଶୁଣିବାକୁ, ଏବଂ ଶେଷରେ କିଛି ନୂଆ ନୂଆ କାବ୍ୟଶ୍ଵରଙ୍କୁ ବି ଶୁଣିଛି। ମତେ ସେଇ ସୁଯୋଗ ଶୁଣିବାର ସୁଯୋଗ ଦେଇଥିବାରୁ ଲେଖନୀ ସ୍ୱରକୁ ଆନ୍ତରିକ ଧନ୍ୟବାଦ। ମୁଁ ଗୋଟେ ଗଜଲ ପଢି ଦଉଛି ଆପଣମାନଙ୍କ ପାଇଁ। ଗଜଲ ହଉଛି ଭଅଁର। ମତେ ଥରେ ଚୁମି ଦେ, ନହେଲେ ପଥର ହେଇଯିବି। ମତେ ଥରେ ଚୁମି ଦେ, ନହେଲେ ପଥର ହେଇଯିବି। ମୁଁ ମୋତିଟେ ନୁହେଁ ଯେ ଆଉ କାହାର ହେଇଯିବି। ବା ବା ମୁଁ ମୋତିଟେ ନୁହେଁ ଯେ ଆଉ କାହାର ହେଇଯିବି। ବିନା ବତାସରେ ବୁଡି ଯାଉଥିବା ଡଙ୍ଗାର କାହାଣୀଟିଏ। ମୁଁ ବିନା ବତାସରେ ବୁଡି ଯାଉଥିବା ଡଙ୍ଗାର କାହାଣୀଟିଏ। ନଈଠୁ ମୋ କଥା ଶୁଣିବ ଯେବେ ମୁଁ ତୁମର ହେଇଯିବି। ନଈଠୁ ମୋ କଥା ଶୁଣିବ ଯେବେ ମୁଁ ତୁମର ହେଇଯିବି। ସାରା ଦୁନିଆର ବୋଝ ବୋହି ଆୟୁଷ ଯାଉଛି ଜଳି। ସାରା ଦୁନିଆର ବୋଝ ବୋହି ବୋହି ଆୟୁଷ ଯାଉଛି ଜଳି। ମାରିଦିଅ ମତେ ଅକାରଣେ ମୁଁ ଜହର ହେଇଯିବି। ମାରିଦିଅ ମତେ ଅକାରଣେ ନହେଲେ ମୁଁ ଜହର ହେଇଯିବି। ଗାଉଁଲି ଯଦି ମୁଁ ଗାଁଟିଏ ହେଇ ରହିବାକୁ ଦିଅ ମତେ। ଗାଉଁଲି ଯଦି ମୁଁ ଗାଁଟିଏ ହେଇ ରହିବାକୁ ଦିଅ ମତେ। ଛଳନା ଆଉ ଶିଖାଅ ନା ତମେ, ମୁଁ ସହର ହେଇଯିବି। ଛଳନା ଆଉ ଶିଖାଅ ନା ତୁମେ, ମୁଁ ସହର ହେଇଯିବି। ମୋହୁ ଶୋଷିବାକୁ ନୁହେଁ ତତେ ଚୁମିବାକୁ ଆସୁଥିବି। ମୋହୁ ଶୋଷିବାକୁ ନୁହେଁ ତତେ ଚୁମିବାକୁ ଆସୁଥିବି। କଥା ଦେ ତୁ ଫୁଲ ହବୁ କେବେ ମୁଁ ଭଅଁର ହେଇଯିବି। କଥା ଦେ ତୁ ଫୁଲ ହବୁ କେବେ ମୁଁ ଭଅଁର ହେଇଯିବି। ପ୍ରେମର ସଉଦା କରିବା ପାଇଁ ଦୁନିଆ ହାଟକୁ ଯାଇଥିଲି। ପ୍ରେମର ସଉଦା କରିବା ପାଇଁ ମୁଁ ଦୁନିଆ ହାଟକୁ ଯାଇଥିଲି। ଭାବିନଥିଲି ବଜାର ଭିତରେ ନିଜେ ମୁଁ ବଜାର ହେଇଯିବି। ଭାବିନଥିଲି ଦୁନିଆ ଦାଣ୍ଡରେ ବଜାର ଭିତରେ ନିଜେ ମୁଁ ବଜାର ହେଇଯିବି। ଶେଷ ଧାଡି। ପ୍ରେମର ସଉଦା କରିବା ପାଇଁ ଦୁନିଆ ହାଟକୁ ଯାଇଥିଲି। ଭାବିନଥିଲି ବଜାର ଭିତରେ ନିଜେ ମୁଁ ବଜାର ହେଇଯିବି। ମୋ କବିତାରେ ମତେ ନ ଖୋଜି ଖୋଜିବେ ଯେବେ ତତେ। ମୋ କବିତାରେ ମତେ ନ ଖୋଜି ଖୋଜିବେ ଯେବେ ତତେ। ଲାଗୁଛି ସେବେ କେହି ଜାଣିବେନି ମୁଁ ଗୁଲଜାର ହେଇଯିବି। ଲାଗୁଛି ସେବେ କେହି ଜାଣିବେନି ମୁଁ ଗୁଲଜାର ହେଇଯିବି। ମତେ ଥରେ ଚୁମି ଦେ ନହେଲେ ପଥର ହେଇଯିବି। ମୁଁ ମୋତିଟେ ନୁହେଁ ଯେ ଆଉ କାହାର ହେଇଯିବି। ବା ଧନ୍ୟବାଦ।
ବାহ, ଚମତ୍କାର ଗଜଲ ଭାଇ। ଏଇ ପରିପ୍ରେକ୍ଷୀରେ ମୋର ଆପଣଙ୍କର ଆଉ ଗୋଟେ ଧାଡି ମନେ ପଡେ ଯେ ଆପଣଙ୍କର ମାଟି ଖୋଜି ପକ୍ଷୀ ସଂକଳନରେ ସେଇଟା ଶିଖରକୁ ଆଜ୍ଞା ଛୁଇଁବାକୁ ତାକୁ ସିନା ଡାକିନେଲା ଆଖି, ଉଡୁ ଉଡୁ ଆକାଶରେ ଯୋଉ ଏବେ ମାଟି ଖୋଜେ ମାଟି ପକ୍ଷୀ। ଖୋଜା ହଉଥିବ। ଆଜ୍ଞା ଆକାଶର ସ୍ୱପ୍ନ ଦେଖି ମାଟିକୁ ଜାବୁଡି ଧରି ରଖିଥିବା କବି ଆମ ସୁମିତ ଭାଇ। ବହୁତ ବହୁତ ଭଲ ପାଇବା ଭାଇ। ଚମତ୍କାର ଗଜଲଟି ଥିଲା। ଅଶେଷ ଥ୍ୟାଙ୍କ ୟୁ ଧନ୍ୟବାଦ। ପୁଣି ଥରେ ଥ୍ୟାଙ୍କ ୟୁ। ଆଉ ଥରେ ଫେରିବି ଆପଣଙ୍କ ପାଖକୁ। ଗୋଟେ ଆଜ୍ଞା ଆଜ୍ଞା ଗଜଲ କେବେ ବି ଆମର ମନ ବୁଝିବନି, ସେଥିରେ ପୁଣି ଯଦି ସୁମିତ ପଣ୍ଡା ଥିବେ, ତୃପ୍ତି ଭାଇ ଥିବେ, ପ୍ରଣୟ ଭାଇ ଥିବେ, ସ୍ୱାଗତିକା ଥିବେ, ତେଣୁ ନିଶ୍ଚିତ ଭାବରେ ପୁଣି ଥରେ ଫେରିବି। ସେ ଯାଏଁ ଅପେକ୍ଷା ରହିବ। ଧନ୍ୟବାଦ। ଏବେ ମୁଁ ଯାହାକୁ ସ୍ୱାଗତ କରିବି, ସେ କେବେ ଢଳ ଢଳ କାକର ଟପାର ଆଖିରେ ଖଞ୍ଜି ଦିଅନ୍ତି ପାଠକ ହୃଦୟରେ ତ ମେଞ୍ଚା ମେଞ୍ଚା ସ୍ୱପ୍ନ। ଆଉ କେବେ ମେଘକୁ ଦର୍ପଣ କରି ଦେଖେଇ ପାରନ୍ତି ଶ୍ରୋତାଟିଏକୁ, ପାଠକଟିଏକୁ ପ୍ରେମ ପ୍ରତାରଣା, ଘଟଣା ଦୁର୍ଘଟଣାର ପ୍ରତିଛବି। ଏ ସମୟର ଅନ୍ୟତମ ଚର୍ଚ୍ଚିତ କାବ୍ୟସ୍ୱର ସ୍ୱାଗତିକା ମିଶ୍ର ଭଉଣୀ। ଭଉଣୀ ଲେଖନୀଶ୍ୱର ସ୍ୱତନ୍ତ୍ର ଆସରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଲେଖନୀଶ୍ୱର ଚତୁର୍ଥ ବାର୍ଷିକ ଅବସରରେ କିଛି କହିବେ ଏବଂ ଆପଣଙ୍କ ପାଖରୁ ଏକ ଗଜଲ ଶୁଣିବା ପାଇଁ ଚାହିଁବୁ। ଏବେ ମଞ୍ଚ ଆପଣଙ୍କର। ସମସ୍ତ ସ୍ୱାଗତ ଭଉଣୀ। ସମସ୍ତଙ୍କୁ ନମସ୍କାର। ମୋର ଭଏସ ଜାଣୁଥିବେ କେତେ ଖରାପ ଅଛି, ଭୀଷଣ ଦେହ ଖରାପ ଉଠିଛି। ଶୁଭା ଯାଉଛି ତମ କଥା? ସ୍ପଷ୍ଟ ଆଉ ସ୍ପଷ୍ଟ। ଶୁଭା ଯାଉଛି କିନ୍ତୁ କାକର ଟୋପାଟା ଦିଶୁନାହାନ୍ତି, ତେଣୁ କାକର ଟୋପାର ଚେହେରା ନାଇଁ, ଟା ଟିକେ ଦିଶି ଯାଉ। ମତେ ଆଦୌ ଦେଖିବା ପାଇଁ ଭାବନ୍ତୁନି। ଆମେ ଜାଣିଛୁ ତମେ ସୁନ୍ଦର ଦେଖିବାକୁ, ଟିକେ ଚେହେରା ଆଉ ଦେଖେଇ ଦିଅ। ସେଇଆ କାଳେ କଣ ଅସୁବିଧା ହବ, ମୁଁ ଅନ୍ କରୁନି। ଦିଦି ସମସ୍ତଙ୍କୁ ପ୍ରଣାମ। ଲେଖନୀଶ୍ୱରକୁ ହାର୍ଦ୍ଦିକ ଶୁଭେଚ୍ଛା ତାର ଜନ୍ମ ବାର୍ଷିକ ପାଇଁ। ଯେମିତିକି ଆମର କହିଥିଲେ କିଛି ସମୟ ପୂର୍ବରୁ ହାପି ବାର୍ଥଡେ ତାର ଆଜି। ଆକ୍ଚୁଆଲି କେକ୍ ଫେକ୍ କଟା ଟିକେ ହେଇଥିଲେ ଆମ ପାଖରେ ପହଞ୍ଚିଥିଲେ ଆମେ ଆହୁରି ଖୁସି ହେଇଥାନ୍ତୁ। ସେ କଥା କିଛି ନାହିଁ, ଆର ଥରକୁ ଆମେ ନିଶ୍ଚୟ ଏକାଠି ହବା, ତାର କେକ୍ କାଟିବା। ଏମିତି ଶହେ ଶହେ ବର୍ଷ ଫେରି ଆସୁଥାଉ ଲେଖନୀଶ୍ୱରର ଜନ୍ମଦିନ। ଏବେ ଯିବି ଗଜଲକୁ ପଢିବି। ଏମିତି ନୁହେଁ, ଗଜଲର ଶୀର୍ଷକ ଏମିତି ନୁହେଁ। ଏମିତି ନୁହେଁ କି ତୋର ଦୁଃଖ ବୁଝୁ ନାହିଁ, ଏମିତି ନୁହେଁ କି ତୋର ଦୁଃଖ ବୁଝୁ ନାହିଁ, ଲୁହ ପୋଛି ଦେଲା ପରେ ହାତ ମୋର କାହିଁ। ଧାରେ ଜହ୍ନ କିରଣରେ ପୋଡ଼ିଯାଏ ପିଠି, ଧାରେ ଜହ୍ନ କିରଣରେ ପୋଡ଼ିଯାଏ ପିଠି, କ୍ଷତ କିନ୍ତୁ କ୍ଷତ ପରି ଜମା ଦିଶେ ନାହିଁ। ଆତୁର ଆଖି ହିଁ ତାର ଲମ୍ବା ଗୋଟେ ପ୍ରଶ୍ନ, ଉତ୍ତରଟେ ହେବା ପାଇଁ ମୋ ଆୟୁଷ କାହିଁ। ଆତୁର ଆଖି ହିଁ ତାର ଲମ୍ବା ଗୋଟେ ପ୍ରଶ୍ନ, ଉତ୍ତରଟେ ହେବା ପାଇଁ ମୋ ଆୟୁଷ କାହିଁ। ଚମତ୍କାର। ପଥର ଛାତିରେ କେବେ ଫୁଟେ ନାହିଁ ଫୁଲ, ପଥର ଛାତିରେ କେବେ ଫୁଟେ ନାହିଁ ଫୁଲ, ଦେଖି ଯାଉ କେହି ମତେ ଥରେ ଭାଙ୍ଗି ଦେଇ। ସେ କୂଳ ଡାକୁଛି ମତେ ହାତ ମେଲି ଦେ, ସେ କୂଳ ଡାକୁଛି ମତେ ହାତ ମେଲି ଦେଇ, ଏ କୂଳ ଦେଉଛି ମତେ ଏରୁଣ୍ଡିର ଦ୍ୱାହି। ନିରୀହତା ଅଭିମାନ କେଡେ ଛଳ ଛଳ, ନିରୀହତା ଅଭିମାନ କେଡେ ଛଳ ଛଳ, ଚୁମିବି ବୋଲି ମୁଁ ଚୁମି ପାରେ ନାହିଁ। ତିନି ପାଦେ ତୋ ସହ ଭେଟ ମୁଁ ନିଶ୍ଚିତ, ତିନି ପାଦେ ତୋ ସହ ଭେଟ ମୁଁ ନିଶ୍ଚିତ, ଅଥଚ ସମୟ ଆଗରେ କେଡେ ନିରୁପାୟ ମୁହିଁ। ଈଶ୍ୱର ପାଆନ୍ତି ପୂଜା ପଥର ଦେହରେ, ଈଶ୍ୱର ପାଆନ୍ତି ପୂଜା ପଥର ଦେହରେ, ମୋ ଭିତରେ ସେ କିନ୍ତୁ ନିଶ୍ୱାସ ନିଏ। ଆହତ ଛାତିଟେ ଧରି ସେ କାନ ଡେରି ଥାଏ, ଆହତ ଛାତିଟେ ଧରି ସେ କାନ ଡେରି ଥାଏ, ନୀରବ ରାଗରେ ଗୀତ ଗାଇ ଜାଣେ ନାହିଁ। ଚୁମି ଜାଣେ ଲୁହ ବୋଲି ଏ ସକାଳ ସିନା, ଚୁମି ଜାଣେ ଲୁହ ବୋଲି ଏ ସକାଳ ସିନା, ମେଘକୁ ଦର୍ପଣ କରି ମୁହଁ ଦେଖେ ମୁହିଁ, ମେଘକୁ ଦର୍ପଣ କରି ମୁହଁ ଦେଖେ ମୁହିଁ। ଏମିତି ନୁହେଁ କି ତୋର ଦୁଃଖ ବୁଝୁ ନାହିଁ, ଲୁହ ପୋଛି ଦେଲା ପରେ ହାତ ମୋର କାହିଁ। ଧନ୍ୟବାଦ। ବାଃ, ଚମତ୍କାର। କହନ୍ତି ଜୀବନରେ କେତେ କଥା କହିବି କାହାକୁ, ଦୁଃଖର ବସ୍ତୁକୁ ଯିବି ଦୁଃଖ ବାଣ୍ଟିବାକୁ। ଉଦାସ ଓଠ ବି ତଳେ ରାଗ ଆଶା ଭରି, ଭଲ ଲାଗେ ବେଳେ ବେଳେ ଗୀତ ଗାଇବାକୁ। କବି ହୃଦୟରେ ନିଆଁ ଧାପେ ଜଳୁଥାନ୍ତୁ।
ଏବଂ ସେ ନିଆଁ ଧାପରେ ତାର ଆଲୁଅରେ ଅନ୍ଧାର ବସ୍ତିର ରାସ୍ତା ଆଲୁଅ ଦେଖାଯାଉଥାଉ। ଏ ଭାଗ୍ୟ ଟିକେ କଥା ଆଉ। ଖୁବ୍ ସୁନ୍ଦର ଥିଲା ଗଜଲ ଭଉଣୀ, ଅଶେଷ ଧନ୍ୟବାଦ। ଯାଉ ଆପଣଙ୍କ ଦେହ ଖରାପ ପରେ ବି ଏତେ ସୁନ୍ଦର ମିଠା ଗଜଲଟିଏ ଶୁଣେଇଲେ, ପୁଣି ଥରେ ଧନ୍ୟବାଦ। ଏବେ ମୁଁ ଯାହାଙ୍କୁ ଏ ମଞ୍ଚକୁ ସ୍ୱାଗତ କରିବି, ମୁଁ ତାଙ୍କୁ ସବୁବେଳେ କହେ ଯେ ସିଏ ହେଉଛନ୍ତି ଆମ ଓଡ଼ିଆ ସାହିତ୍ୟର କୁମାର ବିଶ୍ୱାସ। କାହିଁକି କହେ ସେ କଥା ଅଳ୍ପ ସମୟ ଭିତରେ ଆପଣମାନେ ମଧ୍ୟ ଜାଣିଯିବେ। ସେ କହନ୍ତି, ସିଏ ଆସି ଯତନରେ ଯୋଡ଼ିଥିଲା ମୋତେ, ସିଏ ଆସି ଯତନରେ ଯୋଡ଼ିଥିଲା ମୋତେ, ସିଏ ଆସି ଗୋପନରେ ଗଢ଼ିଥିଲା ମୋତେ, ଗପ କିଛି ଆଣିଥିଲା ମୋ ମୌନତା ଦେଖି, କାହାଣୀର ଚାଦରରେ ବୁଣିଥିଲା ମୋତେ। ହଁ, ନିଜକୁ ସବୁଥର ଶୂନ୍ୟ କରି ଶୂନ୍ୟତାର ସ୍କ୍ରିନଶଟ୍ ଆଙ୍କୁଥିବା କବି, ଯେ କ୍ୟାଲେଣ୍ଡରରେ ଆଙ୍କି ନଥିବା ଦିନଟିଏ ରଖି କହନ୍ତି ଯେ ସେଇ ଦିନ ଭୁଲିଯିବି, ସେ କବିକୁ ଆସନ୍ତୁ ସ୍ୱାଗତ କରିବା ଏବଂ ଶୁଣିବା ତାଙ୍କ ପାଖରୁ ଲେଖନୀ ସ୍ୱର ବିଷୟରେ ଦୁଇ ଧାଡ଼ି ଏବଂ ତତ୍ ସହିତ ଭିଜିବା ତାଙ୍କର ଏକ ସୁନ୍ଦର ଗଜଲରେ। ତୃପ୍ତି ରଞ୍ଜନ ଭାଇ, ଭାଇନା ପ୍ରଣାମ, ଆପଣଙ୍କୁ ଏ ମଞ୍ଚକୁ ସ୍ୱାଗତ। ନମସ୍କାର ନମସ୍କାର ଶିବ, ବହୁତ ବଢିଆ। ଏବେ ମୁଁ ମଞ୍ଚ ଆପଣଙ୍କର ଭାଇ। ଆକ୍ଚୁଆଲି ମଞ୍ଚ କଣ, ବହୁତ ବହୁତ ଧନ୍ୟବାଦ। ମୁଁ ଲେଖନୀଶ୍ୱର ବିଷୟରେ ଯଦି କହିବି, ଲେଖନୀଶ୍ୱରକୁ ସେତିକି ଛାତ୍ରୀ ଭଲ ପାଏ ବୋଲି ଗଙ୍ଗା କୂଳରେ ବସି ଡଙ୍ଗା ଉପରେ ବସିକି ଅଡିଓ ଜଏନ୍ କରୁଛି। ଆଉ କିଛି ସମୟ ପୂର୍ବରୁ ମୁଁ ଇଣ୍ଟ୍ରୋଡକ୍ସନ କହିଥିଲି କୁମାର ବିଶ୍ୱାସଙ୍କ କଥା। ନାଇଁ ସେ ବହୁତ ସେ ଗୁରୁ ଲୋକ, ତାଙ୍କରି ସହରରେ ଅଛି ଉତ୍ତରପ୍ରଦେଶରେ। ଆଉ ଗୋଟେ କୋଇନ୍ସିଡେଣ୍ଟ। ଆଉ ଲେଖନୀ ସ୍ୱର ଯଦି କଥା ମୁଁ କହିବି, ଲେଖନୀ ସ୍ୱର ନୂଆ ନୂଆ ସାହିତ୍ୟରେ ଯୋଉ ନୂଆ ନୂଆ ପରୀକ୍ଷା କରିବାକୁ ଚେଷ୍ଟା କରୁଛୁ, ତାକୁ ଅଗ୍ରାଧିକାର ଦଉଛି ଲେଖନୀ ସ୍ୱର। ଲେଖନୀ ସ୍ୱର ସାହିତ୍ୟରେ ନୂଆ କିଛି ପରଖିବା ପାଇଁ, ନୂଆ କିଛି ଯଦି కొన్ని ଏକ୍ସପେରିମେଣ୍ଟ କରି ଜାଣିବା ପାଇଁ ଚାଲିବ ନ ଚାଲିବ ସେଇ ଜିନିଷ କରିବାରେ ବୈଶିଷ୍ଟ୍ୟ ଆଉ ଲେଖନୀ ସ୍ୱର ଦି ଜଣ ଯାକ ମତେ ଲାଗେ କି ଗୋଟେ ପେସ୍ ରେ ଚାଲିଛନ୍ତି। ଆଉ ସେଇଭଳିଆ କୌଣସି ସାହିତ୍ୟ ଅନୁଷ୍ଠାନ ହଉ କି ସାହିତ୍ୟ ପ୍ରୋଗ୍ରାମ ହଉ ମୁଁ ଦେଖିବାକୁ ପାଏନି, ଯୋଉଠି କି ନୂଆ ଥଟ୍ସ କୁ ସମ୍ମାନ, ନୂଆ ଚିନ୍ତାଧାରାକୁ ସମ୍ମାନ ଦିଆଯାଏ। ଲେଖନୀ ସ୍ୱରରେ ନୂଆ କନସେପ୍ଟକୁ ଆକ୍ସେପ୍ଟ କରାଯାଏ, ନୂଆ କନସେପ୍ଟକୁ ତର୍ଜମା ହୁଏ, ତାର ଏକ୍ସପେରିମେଣ୍ଟାଲ ଟ୍ରୁଥ ଯାହାକୁ ଏକ୍ସପେରିମେଣ୍ଟ କରିକି ତା ଦେହରେ ସତ୍ୟତା ଗ୍ରହଣ କରାଯାଏ। ସେଥିପାଇଁ ଲେଖନୀ ସ୍ୱର ମୋର ସବୁବେଳେ ପ୍ରିୟ। ଆଉ ତପସ୍ୱିନୀ ନାନୀଙ୍କୁ ମୋର ଅନେକ ଭଲ ପାଇବା, ଆଉ ସେ ଯୋଉ ବଡ ଅପା, ତାଙ୍କୁ ମୁଁ ଏଥିପାଇଁ ସବୁବେଳେ ହୃଦୟରୁ ଧନ୍ୟବାଦ ଦେବି। ଯେତେବେଳେ କୌଣସି ପ୍ରୋଗ୍ରାମ ହୁଏ ଲେଖନୀ ସ୍ୱର ମତେ ଖୋଜନ୍ତି, ଆଉ ସେ ଖୋଜା ଲୋଡ଼ା ଭଲ ପାଇବା ଯେ ମତେ ଆହୁରି ଟାଣି ଆଣେ ତାଙ୍କ ପାଖକୁ। ଆଉ ଲେଖନୀ ସ୍ୱର ନାଁ ଶୁଣିଲେ ଛାତି ଭିତରେ ଗୋଟେ ସ୍ପନ୍ଦନ ବଢିଯାଏ। ଆଉ ରହିଲା କି ମୁଁ ଟିକେ ବେଶୀ ସମୟ ରହିପାରିବିନି, ଯେହେତୁ ଗଙ୍ଗା କିନାରେ ବର୍ତ୍ତମାନ ବସିଛି, ଡଙ୍ଗା ଚାଲିବ ବର୍ତ୍ତମାନ। ମୁଁ ଗୋଟେ ଗଜଲ ଗାଉଛି ହେଲା। ଠିକ ଅଛି, ଠିକ ଅଛି ଭାଇ। ହଜି ଗଜଲ ନାହିଁ, ନାଟକ କରି ହଜି ଯିବା ପରେ ଆସିବେ କେତେ, ମତେ ଖୋଜିବାର ନାଟକ କରି, ଭାଙ୍ଗି ଯିବା ପରେ ଧରିବେ କେତେ, ମତେ ଯୋଡ଼ିବାର ନାଟକ କରି। ଜଳିଛି ଅନେକ ଡିବିରି କଳିକା, ଜଳିଛି ଅନେକ ଡିବିରି କଳିକା, କେତେ ଅନ୍ଧାର ସହିତ ଲଢ଼ି, ଜାଳିଥିଲେ ଯିଏ ଆସିବେ ମଶାଣି, ଶବ ପୋଡ଼ିବାର ନାଟକ କରି। ଜାଳିଥିଲେ ଯିଏ ଆସିବେ ମଶାଣି, ଶବ ପୋଡ଼ିବାର ନାଟକ କରି। ଦୁଃଖ ଜଙ୍ଗଲରେ ଛାଡ଼ିଦେ ମତେ, ଜିଇଁବା ଶିଖିଲେ ପର କରି। ଦେବା ଲୋକ ଛୁଇଁବେ ଗାଲକୁ, ଲୁହ ପୋଛିବାର ବୋଧହୁଏ ଆଉ ଶୁଭାଯିବନି।
ଧନ୍ୟବାଦ ଧନ୍ୟବାଦ। ଧନ୍ୟବାଦ ଭାଇ ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ। ଚମତ୍କାର ଗଜଲଟି ଥିଲା, ଆରମ୍ଭ ଖୁବ ସୁନ୍ଦର ଥିଲା, କିନ୍ତୁ ପରିସ୍ଥିତିରେ ଆପଣ ପଡି ଯାଇଛନ୍ତି। ଠିକ ଅଛି, ପୁଣି ଥରେ ଆମେ ଆଜ୍ଞା ଆଜ୍ଞା ସୁମିତ ଭାଇ କହୁଛନ୍ତି ମୋ ପାଇଁ ବୁଡ ମାରି ଦେଇଥା। ବାଃ, ଧନ୍ୟବାଦ ଭାଇ। ଏବେ ଇଏ ଗଜଲ ପର୍ବର ଅନ୍ତିମ ଫର୍ଦ୍ଦ ଯଦିଓ ନୁହଁ, ଅନ୍ତିମ କବି, କିନ୍ତୁ ସେ କହନ୍ତି ସବୁ କହନ୍ତିନି ଆମ ବ୍ୟଞ୍ଜନର ସମସ୍ତ ଖାଦ୍ୟ ବ୍ୟଞ୍ଜନ ଯଦି ପ୍ରସ୍ତୁତ କରାଯାଏ ତାଙ୍କୁ ପରଷି ଦେଲା ପରେ ସବୁଠୁ ଶେଷରେ ମିଠା ରଖି ଦିଆଯାଇଥାଏ, ଆମର ଓଡ଼ିଆ ମାନଙ୍କର ପରମ୍ପରା। ତେବେ ଆସନ୍ତୁ ସିଧାସଳଖ ଯିବା ଆମ ପରିବାରର ତୀକ୍ଷ୍ଣ କାବ୍ୟସୁର, ରୂପକ ଆଉ ଚିତ୍ରକଳ୍ପକୁ ଯେ ଖୁବ୍ ସହଜ ଆଉ ସରଳତାର ସହିତ କବିତା ଗଜଲ ଉତାରି ପାରନ୍ତି, ଏ ସମୟର ଅନ୍ୟତମ ବଳିଷ୍ଠ କାବ୍ୟସୁର ବିନେଶ ସାମଲ ଭାଇ। ଭାଇନା ପ୍ରଣାମ। ଆପଣଙ୍କ ପାଖରୁ ଗଜଲଟିଏ ଶୁଣିବାକୁ ଚାହିଁବୁ, ଏବଂ ଯେହେତୁ ଆମ ପରିବାରର ଲେଖନୀ ସ୍ୱର ବିଷୟରେ ସ୍ୱଳ୍ପରେ ଆପଣଙ୍କର ମତାମତ କିଛି ରଖିବେ, ବିନେଶ ଭାଇ। ନମସ୍କାର, ପ୍ରଣାମ। ମୁଁ ଆଶା କରୁଛି ମୁଁ ଶୁଭା ଯାଉଛି। ଆଜ୍ଞା ଆଜ୍ଞା, ସ୍ପଷ୍ଟ ଶୁଭୁଛି। ଠିକ ଅଛି। ମୁଁ ପ୍ରଥମେ ତ କ୍ଷମା ମାଗି ନେଉଛି ଆମ ପରିବାର ପାଖରୁ ଏବଂ ଉପସ୍ଥିତ ସମସ୍ତଙ୍କ ଠାରୁ, କାରଣ ମୁଁ ଯାହା ଲେଖିଥିଲି ଆଜି ପାଇଁ ମୁଁ ତାହା ପଢି ପାରୁନାହିଁ। ମୋର ଗୋଟେ ପୁରୁଣା ଲେଖାଟେ ମୁଁ ପଢିବାକୁ ଯାଉଛି। ତା ପୂର୍ବରୁ ଲେଖନୀ ସ୍ୱର ବିଷୟରେ ଆଉ କଣ କହିବି, ସମସ୍ତେ କହିସାରିଛନ୍ତି। ଲେଖନୀ ସ୍ୱର କେମିତି ହେଲା, ମାନେ ତାର ଉଦ୍ଦେଶ୍ୟ କଣ ଥିଲା, ଆଗକୁ କଣ ହବ, ତେଣୁ ବିଶେଷ କିଛି କହିବି ନାହିଁ। ଏତିକି ଆଶା କରୁଛି କି ଆଗକୁ ଲେଖନୀ ସ୍ୱରର ଭବିଷ୍ୟତ ଉଜ୍ଜଳ ହେଉ ଏବଂ ଏହି ସୃଜନୀର ଯାତ୍ରା ଅବ୍ୟାହତ ରହୁ। ଆମ ସମସ୍ତଙ୍କ ସହିତ ଲେଖନୀ ସ୍ୱର ଏମିତି ଚାଲୁଥାଉ। ତେବେ ମୋର ଗଜଲଟିକୁ ଯିବା। ଯଦିଓ ଏଇଟା ପୁରୁଣା ଲେଖା, ବୋଧ ହୁଏ ଶୁଣିଥିବେ ସମସ୍ତେ, ପ୍ରଣୟ ଭାଇ ତ ବାଡେଇବେ ମତେ ଶୁଣିକିରି। ତାଇ ପଢି ଦଉଛି, କାହିଁକିନା ମୁଁ ଯୋଉଟା ଲେଖିଥିଲି ମୁଁ ଆଣିପାରିନି ମୋ ସହିତ। ଗଜଲର ଶୀର୍ଷକ ହେଲା କଥା ଯେତେ ସରିବନି କହି। ଶାଖାଟିଏ ମୁସେଇ ତରୁର, ଯା ଦେହେ କଟା ଦାଗ ଭରି, ମଧୁମାସେ ବାନ୍ଧିକିଏ ବସା, ନିଦାଘରେ ଯାଇଥିଲା ଫେରି। କଥା ଯେତେ ଉଠିଛି ଏଇଠି, ତୁମେ କାଳେ ବନ୍ୟାଟେ ପ୍ରାଚୀନ, ବହୁଥାଅ କପାଳ କୁଞ୍ଚରେ, ଯେତେ ସବୁ ଦୁଃଖକୁ ବାହୁଲା କରି। ଆସି ନାହିଁ ଆଉ ଜହ୍ନ ରାତି, ପାଣିଚିଆ ପ୍ରେମ ଗପ ନେଇ, କଥା ଯେତେ ସରିବନି କହି, ଯେବେ ଫୁଲ ଗଛଟିଏ ଯାଇଥିଲା ମରି। କିଏ ଆସି ଛାପିଲା ଖବର, ଏ ରାସ୍ତା କାଳେ ବିରହୀ ଫୁଲର, କିଏ ଆସି ଛାପିଲା ଖବର, ଏ ରାସ୍ତା କାଳେ ବିରହୀ ଫୁଲର, ପ୍ରେମ ଏକ ଜଙ୍ଗଲୀ ନିଆଁଟେ, ମନ ଜାଳେ ଭାରି ଥିରି ଥିରି। ଦୂରେ କିଏ ପଢୁଛି ସ୍ତବଟେ, ପ୍ରେମ କାଳେ ସ୍ତବ ପ୍ରିୟ ଋତୁ, ଦଶରାରେ ଭାରି ଭିଡ଼ ରାତି, ରୁହ ଟିକେ ଶୁଅନ୍ତୁ ଈଶ୍ୱରୀ। ଜଳିଗଲେ ଫୁଲ ଯେତେ ସବୁ, ଲମ୍ପଟ ସେ ଖରା ଦେହେ ଯାଇ, ଜଳିଗଲେ ଫୁଲ ଯେତେ ସବୁ, ଲମ୍ପଟ ସେ ଖରା ଦେହେ ଯାଇ, ଦୁନିଆ ମାନେ ନା କାହିଁ, ପ୍ରେମ ବିନା ପୃଥିବୀଟା ଭଙ୍ଗା ମାଟି ପରି। ପିଣ୍ଡାରେ ମୁଁ ଜଳୁଛି ଏବେ ବି, ଦୀପଟିଏ ଅଖଣ୍ଡ ପ୍ରେମର, ପିଣ୍ଡରେ ମୋ ଦୁଲୁକେ ଏବେ ବି, ପଦଧ୍ୱନି ଯିଏ ଯାଇଥିଲା ଫେରି। ଅଗଣାରେ ଶୂନ୍ୟ ଛାଇ ନାଚେ, ଅଗଣାରେ ଶୂନ୍ୟ ଛାଇ ନାଚେ, ଦୂରେ ହାତେ ମୁସବର ଚିହ୍ନ, ଘରେ ମୋର ପୂଜା ଈଶ୍ୱର, ଦୂର ଦେଶେ ହୋରି ହୋରି ହୋରି। ଘରେ ମୋର ପୂଜା ଈଶ୍ୱର, ଦୂର ଦେଶେ ହୋରି ହୋରି ହୋରି, କଥା ଯେତେ ସରିବନି କହି, ଯେବେ ଫୁଲ ଗଛଟିଏ ଯାଇଥିଲା ମରି। ଧନ୍ୟବାଦ, ଧନ୍ୟବାଦ ବାଃ, ସମସ୍ତେ, ଧନ୍ୟବାଦ ଶିବ ଭାଇ। ଚମତ୍କାର। କହନ୍ତି ଫେରିବା ବାଟରେ ତୁମ ପାଦ ଚିହ୍ନ ଛାଡିଯିବ ନାହିଁ, ଚିହ୍ନ ବାରି ଚାଲୁ ଚାଲୁ କାଳେ ଦିନେ ହଜିଯିବି ମୁହିଁ। କିନ୍ତୁ ଏ ସ୍ୱର, ଏ ଆହ୍ୱାନ, ଏ ପଦଚିହ୍ନ କେବେ ପଥିକ ଏବଂ ପାଠକଟିକୁ କେବେ ପଥହରା କରିବନି, ଏ ବିଶ୍ୱାସ ଆମର ଅଛି। ଚମତ୍କାର ଗଜଲ ଭାଇ, ଅଶେଷ ଧନ୍ୟବାଦ। ଏବେ ଆମ ସହିତ ମୁଁ ଦେଖିପାରୁଛି ଚିନ୍ମୟ ଭାଇ ଅଛନ୍ତି। ଚିନ୍ମୟ ଭାଇଙ୍କ ପାଖରୁ ଚାହିଁବି ଯେ
ଲେଖନୀଶ୍ୱର ଚତୁର୍ଥ ବାର୍ଷିକୀ ନା ଭାଇନା ଲେଫ୍ଟ ହେଇଗଲେ। ଲେଫ୍ଟ ହେଇଗଲେ କିନ୍ତୁ ଚିନ୍ମୟ ନାୟକ ଯିଏକି ଆସିଲେ ଜଏନ କଲେ, ହଁ ଚିନ୍ମୟ ନାୟକ ଆମ ସହିତ ମୂଳରୁ ଅଛନ୍ତି। ମାନେ ଲେଖନୀଶ୍ୱର ଯେବେବି ଆମର ହ୍ୱାଟ୍ସଆପ ଗ୍ରୁପ ହେଇଥିଲା ସେବେଠାରୁ ଚିନ୍ମୟ ନାୟକ ଅଛନ୍ତି। ଆଉ ପ୍ରତିଟି ପ୍ରତିଯୋଗିତାରେ ହିଁ ସେ ଭାଗ ନିଅନ୍ତି, ପ୍ରତିଟି କାର୍ଯ୍ୟକ୍ରମରେ ସେ ହିଁ ଯୋଗ ଦିଅନ୍ତି, ଆଉ ପ୍ରତି ଆସରରେ ମଧ୍ୟ ଆପଣ ତାଙ୍କୁ ଦେଖିବେ। ନିହାତି ଭାବରେ ଆମେ ତାଙ୍କଠାରୁ କିଛି ଦୁଇ ପଦ ଶୁଣିବା ଲେଖନୀଶ୍ୱର ବିଷୟରେ। ଆଜ୍ଞା, ମୁଁ ଅନୁରୋଧ କରିବି ଚିନ୍ମୟ ଭାଇଙ୍କୁ ଯେ ଭାଇନା ଲେଖନୀଶ୍ୱର ଚତୁର୍ଥ ବାର୍ଷିକୀ ଉପଲକ୍ଷେ କିଛି କହିବେ। ଭାଇନା ପ୍ରଣାମ। ଆଜ୍ଞା ପ୍ରଣାମ। ପ୍ରଣାମ ଭାଇନା। ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଜ୍ଞା ଆଜ୍ଞା, ଆଜ୍ଞା ଠିକ ଅଛି ଭାଇ କୁହନ୍ତୁ। ହଁ, ନାଇଁ ଲେଖନୀଶ୍ୱର ସହିତ ଯାହା ଦିଦି କହିଲେ ମୂଳରୁ ଅଛି, ଆଜି ଯାଏ ବି ଅଛି ଏବଂ ଆଗକୁ ମଧ୍ୟ ରହିବି। ଏବଂ ଆକ୍ଚୁଆଲି ମୁଁ ଟିକେ ମାନେ ଇୟର ଫୋନ ଟା ଦେଇଥିଲି, ଆପଣ ଡାକିଲେ ମୁଁ ଦୌଡ଼ିକି ଆସିଲି। ଠିକ ଅଛି। ତେବେ ଲେଖନୀଶ୍ୱର ମାନେ ତା ପ୍ରତି ଗୋଟେ ଭଲ ପାଇବା ଏମିତି ଅଛି, ଆକର୍ଷଣ ଅଛି। ମୁଁ ବହୁତ ସମୟରେ କାର୍ଯ୍ୟବସ୍ତୁକୁ ପ୍ରାୟ ସମୟରେ ରହି ବି ପାରେନି, ମାନେ ଯୋଗ ଦେଇପାରେନି। ମତେ ଦିଦି ବି ବହୁତ ଥର କହିଛନ୍ତି ଆପଣ ଗୋଟେ ଏଥିରେ ଏଥର କବିତା ପଢିବେ, କିନ୍ତୁ ମୁଁ ପଢିପାରେନି କାରଣ ପ୍ରକୃତରେ ବହୁତ ବ୍ୟସ୍ତ ରୁହେ। କିନ୍ତୁ ମୁଁ ପ୍ରତିଥର ଚେଷ୍ଟା କରେ ଯେ ଆଟଲିଷ୍ଟ ଯୋଗ ଦେବା ପାଇଁ, କାରଣ ଶୁଣିବାକୁ ଭଲ ଲାଗେ। ଏବଂ ଆଉ ବେଶୀ କିଛି କହିବିନି କାରଣ ମୁଁ ଟିକେ ଏବେ ବାହାରୁଛି ଯିବା ପାଇଁ ପୁସ୍ତକ ମେଳାକୁ ଯିବି। ତେଣୁ ଆଉ ଲେଖନୀଶ୍ୱର ଏମିତି ଚାଲୁଥାଉ, ଆମ ମାନଙ୍କୁ ଏମିତି ପ୍ରେରଣା ଦଉଥାଉ। ଆମ ପାଖରେ ଲେଖନୀଶ୍ୱରର ଏ ସ୍ୟାହି ଏମିତି ସ୍ୱପ୍ନ ହିଁ ଆମକୁ ମାର୍ଗ ଦେଖାଉଥାଉ। ଧନ୍ୟବାଦ। ଧନ୍ୟବାଦ ଭାଇନା। ଏବେ ବିଦାୟ ପୂର୍ବରୁ ଆଉ କିଛି ଗଜଲ ଶୁଣି ନେବା ଆମ ଧୁରନ୍ଧର ମାନଙ୍କ ପାଖରୁ। ପ୍ରଣୟ ଭାଇଙ୍କୁ ମୁଁ ଅନୁରୋଧ କରିବି, ତାଙ୍କ ପାଖରୁ ଆଉ ଏକ ଗଜଲ ଆମେ ଶୁଣିବୁ। ପ୍ରଣୟ ଭାଇ। ଭାଇନା ହଜିଗଲେ କି? ସେ ଆକ୍ଚୁଆଲି ହେଇଛି କଣ, ଟିକିଏ ଅକଳିଆ ଅଛି। ସୁମିତ ପାଖରୁ ଆରମ୍ଭ ହଉ, ମୁଁ ଆଜ୍ଞା ଶେଷରେ ଆଜ୍ଞା ପଢିବି। ଆଜ୍ଞା, ନିଶ୍ଚିତ ନିଶ୍ଚିତ। ସୁମିତ ଭାଇ ଆପଣଙ୍କ ପାଖରୁ ଆଉ ଗୋଟେ ଗଜଲ ହଉ। ଆଚ୍ଛା ହଉ, ତ ଆଉ ଗୋଟେ ଗଜଲ ପଢୁଛି। ସବୁବେଳେ ଏମିତି ମତେ ଫସେଇ ଦେଇ କଣ ଆଗକୁ ପଳାଏ। ତ ମୋ ଭଏସ ଶୁଭୁଛି ନା? ଆଜ୍ଞା ଆଜ୍ଞା ଭାଇ। ଏ ଆମ ଘର ପରିବାର କଥା, ଭାଇ ଭାଇ କଥା ହଁ ଚଳେଇବି ଆଉ। ହଁ, ଗଜଲ ଅଛି ଚର୍ଚ୍ଚା। ଦିନ ଥକିଗଲାଣି, ସୂର୍ଯ୍ୟ ବୁଢା ହେଲାଣି। ଦିନ ଥକିଗଲାଣି, ସୂର୍ଯ୍ୟ ବୁଢା ହେଲାଣି। ଜହ୍ନ ତୁ ଫେରିଆ, ତତେ ଖୋଜା ହେଲାଣି। ଜହ୍ନ ତୁ ଫେରିଆ, ତତେ ଖୋଜା ହେଲାଣି। ଆଉ କିଏ ଜାଣୁ ନ ଜାଣୁ ମୁଁ ଏତିକି ଜାଣେ। ଆଉ କିଏ ଜାଣୁ କି ନ ଜାଣୁ ମୁଁ ଏତିକି ଜାଣେ, ତୋ ପ୍ରେମ ଆଗେ ମୋ କବିତା ଶସ୍ତା ହେଲାଣି। ତୋ ପ୍ରେମ ଆଗରେ ମୋ କବିତା ଶସ୍ତା ହେଲାଣି। ତତେ ବୁଝିବା ବୁଝେଇବାରେ ଜନ୍ମ ଗଡିଗଲା। ତତେ ବୁଝିବା ବୁଝେଇବାରେ ଜନ୍ମ ଗଡିଗଲା। ଚାଲ ମୁଁ ଯାଉଛି, ଉପରୁ ମତେ ଡକା ହେଲାଣି। ଚାଲ ମୁଁ ଯାଉଛି, ଉପରୁ ମତେ ଡକା ହେଲାଣି। ଏବେ ଯାଇ ବୋଧେ ଦୁନିଆ ମୋ କବିତା ବୁଝିଲା। ଏବେ ଯାଇ ବୋଧେ ଦୁନିଆ ମୋ କବିତା ବୁଝିଲା। ତୁ ମୋର ବୋଲି ଚାରିଆଡେ ଚର୍ଚ୍ଚା ହେଲାଣି। ତୁ ମୋର ବୋଲି ଚାରିଆଡେ ଚର୍ଚ୍ଚା ହେଲାଣି। ଆକାଶର ଲୁହରେ ଲୁହ ମିଶେଇ କେବେ କାନ୍ଦିବୁନି। ଆକାଶର ଲୁହରେ ଲୁହ ମିଶେଇ କେବେ କାନ୍ଦିବୁନି। ଯା ଝରକା ଦେଇଦେ ଭାବିନେ ବର୍ଷା ହେଲାଣି। ଯା ଝରକା ଦେଇଦେ ଭାବିନେ ବର୍ଷା ହେଲାଣି। ଯଦି ଏବେ ସତରେ ନିର୍ବାଚନ ନାହିଁ, ଯଦି ଏବେ ସତରେ ନିର୍ବାଚନ ନାହିଁ, ତାହେଲେ ମୋ ଘର ପାଖରେ କାହିଁ ଏମିତି ଦଙ୍ଗା ହେଲାଣି। ବାଃ। ଯଦି ଏବେ ସତରେ ନିର୍ବାଚନ ନାହିଁ, ତାହେଲେ ମୋ ଘର ପାଖରେ କାହିଁ ଏମିତି ଦଙ୍ଗା ହେଲାଣି। ବୋଧେ ପୁଣି ନୂଆ ସରକାର ଦେଶକୁ ଆସିଛି। ବୋଧେ ପୁଣି ନୂଆ ସରକାର ଦେଶକୁ ଆସିଛି। ନୂଆ ଯୋଜନା ପାଇଁ ଗରିବ କୁଡିଆ ଭଙ୍ଗା ହେଲାଣି। ବୋଧେ ପୁଣି ନୂଆ ସରକାର ଦେଶକୁ ଆସିଛି। ନୂଆ ଯୋଜନା ପାଇଁ ଗରିବ କୁଡିଆ ଭଙ୍ଗା ହେଲାଣି। ସୁମିତ ତୁ ଆଉ ତୋ କଲମକୁ ହୋସରେ ରଖିବୁ। ସୁମିତ ତୁ ଆଉ ତୋ କଲମକୁ ହୋସରେ ରଖିବୁ। ଆଜିକାଲି କାଳେ କଳାକାର ବିକା ହେଲାଣି। ଦିନ ଥକିଗଲାଣି, ସୂର୍ଯ୍ୟ ବୁଢା ହେଲାଣି। ଜହ୍ନ ତୁ ଫେରିଆ, ତତେ ଖୋଜା ହେଲାଣି। ଧନ୍ୟବାଦ।
ଏପରି ଚମତ୍କାର ଗଜଲ ଶୁଣିବା ପରେ ମୁଁ ନିଃଶବ୍ଦ ଯେ ଆପଣଙ୍କୁ କଣ କହିବି। ଧନ୍ୟବାଦ ଭାଇ, ଧନ୍ୟବାଦ। ଆପଣ ଭଲ ପାଇବା ଏମିତି ଥାଉ। ଧନ୍ୟବାଦ। ଗୋଟେ ଯେତେ ଶୁଣିଲେ ବି ମନ ବୁଝୁନି, କିନ୍ତୁ କଣ କରାଯିବ। ଆମ ସହିତ ଏବେ ଯୋଡି ହେଇଛନ୍ତି ସ୍ୱରୂପ ଭାଇ, ରହସ୍ୟ କୁମାର ଭାଇ ନା ଅଛନ୍ତି କି? ଥିଲା ତ ବୋଧହୁଏ। ହଁ ଥିଲେ, ହଁ ଅଛନ୍ତି 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 ହଁ ହଁ ଅଛନ୍ତି ଅଛନ୍ତି ମାନେ ଅଛନ୍ତି ଏବେ ଅଛନ୍ତି ଯୋଉଠି ସ୍ୱରୂପ ଭାଇ। ମୁଁ ପ୍ରଥମରୁ ଅଛି। ଆଜ୍ଞା ଆଜ୍ଞା, ଆପଣଙ୍କ ପାଖରୁ ଖାଲି 2 ଧାଡି ଆମ ଲେଖନୀ ସ୍ୱରୂପ ପରିବାର ବିଷୟରେ ଶୁଣିବା ପାଇଁ ଚାହିଁବି। ସ୍ୱରୂପ ଭାଇ, ଭାଇନା ପ୍ରଣାମ। ପ୍ରଣାମ ପ୍ରଣାମ। 2 ଧାଡି କଣ କହିବି, 2 ପଦ ଗାଳି ମୋର ଶୁଣିବାର ଥିଲା। କାହିଁକି ତପସ୍ୱିନୀ ଦିଦି କହିଲା ପରେ ବି ମୁଁ ଏପର୍ଯ୍ୟନ୍ତ ଭିଡିଓ କରି ପଠେଇ ପାରିଲି ନାହିଁ। ମାନେ ବ୍ୟସ୍ତତା କହିବିନି, ନିଜ ଠକାମି କହିବି ବା ଅଳସୁଆମି କହିବି, ଯୋଉଥିପାଇଁ ସେ କାମ ହେଇପାରୁନି। ତେବେ ମାନେ ମୁଁ ବି ଜାଣିନଥିଲି ଲେଖନେଶ୍ୱର 4 ବର୍ଷ ହେଇଗଲାଣି ବୋଲି। ସମୟ କେତେ ଜଲଦି ବି ଯାଉଛି ଜଣା ପଡୁନି। ଯାହା ହଉ ଏଇ 4 ବର୍ଷ ଭିତରେ ମାନେ ଏଇ ବହିମେଳା ସମୟରେ ବି ଏମିତି ଗୋଟେ ଆୟୋଜନ କରିଛନ୍ତି ଆସର, ଆଉ ସେଥିରେ ସମସ୍ତେ ଯୋଡି ହେଇକି ଅଛନ୍ତି। ଏଇଟା ହଉଛି ଲେଖନୀ ସ୍ୱର ଆମମାନଙ୍କ ପ୍ରତି ଭଲ ପାଇବା ବା ଆମର ଲେଖନୀ ସ୍ୱର ପ୍ରତି ଭଲ ପାଇବା। କିନ୍ତୁ ମୁଁ ଅପେକ୍ଷା କରିଛି, ଯୋଉଟା ତପସ୍ୱିନୀ ଦିଦି କହିଲେ, ବହୁତ ଜଲଦି ଏ ଆଭାସୀ ଆସରରୁ ବାହାରକୁ ଯାଇକି ଗୋଟେ ବନ୍ଧୁ ମିଳନ ହବ, ସମସ୍ତେ ଏକାଠି ହବା, ସମସ୍ତେ ପରସ୍ପର ସହିତ ଭେଟ ହବା। ସେତେବେଳେ ଯାଇକି ମାନେ ଯେତେବେଳେ ସାମ୍ନା ସାମ୍ନି ଦେଖା ହୁଅନ୍ତି, ଯେତେ ଆଭାସୀ ଆସରରେ ଦେଖା ହେଲେ ବି ସାମ୍ନା ସାମ୍ନି ଦେଖା ହବାର ଗୋଟେ ମଜା ନିଆରା ଥାଏ, ତାର ଗୋଟେ ଆନ୍ତରିକତା ଅଲଗା ଥାଏ। ତ ମୁଁ ସେଥିପାଇଁ ଅପେକ୍ଷା କରୁଛି, ଆଉ ଲେଖନୀ ସ୍ୱରକୁ ଶୁଭେଚ୍ଛା ଜଣାଉଛି। 4 ବର୍ଷ ନୁହେଁ, ଏମିତି 40 ବର୍ଷ 40 ବର୍ଷ ଇଏ ଚାଲୁ, ଆମେ ଥାଉ ନଥାଉ, ଆଉ କିଏ ତାକୁ ଚଲାନ୍ତୁ, ଇଏ ଏମିତି ରହିଥାଉ। ନମସ୍କାର। ଧନ୍ୟବାଦ ଭାଇ, ଧନ୍ୟବାଦ। ଏବେ ପ୍ରଣୟ ଭାଇ ଅକାଳିଆରୁ କାଳିଆକୁ ଆସିଲେ ନା ନାହିଁ? ହଁ ହଁ, ମୁଁ ଆସିଲିଣି। ଆଜ୍ଞା ଭାଇ, ଆପଣଙ୍କ ପାଖରୁ ଗଜଲଟି ଶୁଣିବା ପାଇଁ ଚାହିଁବୁ। ସେ ଆକ୍ଚୁଆଲି କଣ ହେଇଛି, ସ୍ୱାଗତିକା ସୁମିତିଙ୍କ ଗଜଲ ପଢି ସାରିଲା ପରେ ମୁଁ ଟିକେ ନିଜକୁ ଘାବରେଇଗଲେ? ଦୁର୍ବଳ ଭାବୁଛି। ହଁ, ଆମର ବିନେଶ ଏ ସବୁ ଶାସ୍ତା ମୁଁ କହିଲେ ଆସିଲି। ହେଲା। ଓହୋ, ମୁଁ ହଉ କହିଥିଲି କଉଟା ପଢିବା ପାଇଁ, ପଢିଲନି ଆଉ। ହଉ, କବିତା ଟା ହେଲା ଆପଣାର ବୋଲି, ଗଜଲର ଶୀର୍ଷକ ଆପଣାର ବୋଲି। ଆପଣାର ବୋଲି କେହି ଯଦି ନାହିଁ, ରହି ରହି ପୁଣି ଡାକୁଛି କିଏ? ହୁଁ। ଆପଣାର ବୋଲି କେହି ଯଦି ନାହିଁ, ରହି ରହି ପୁଣି ଡାକୁଛି କିଏ? ଫୁଲ ଗଛ ଯଦି ମରି ସାରିଲାଣି, ଫଗୁଣ ଫଗୁଣ ବାସୁଛି କିଏ? ବାଃ ବାଃ। ଭୁଲି ଯିବା ପାଇଁ କହିଥିଲା ଯିଏ, ଭୁଲି ଯିବା ପାଇଁ କହିଥିଲା ଯିଏ, ସିଏ ଯଦି ଭୁଲି ହୋଇଗଲା। ହୁଁ। ଭୁଲି ଯିବା ପାଇଁ କହିଥିଲା ଯିଏ, ସିଏ ଯଦି ଭୁଲି ହୋଇଗଲା, ଲୁଚି ଲୁଚି ପୁଣି ଛାଇର ଛବିକୁ ଆଇନାରେ କହ ଦେଖୁଛି କିଏ? ବାଃ, ଚମତ୍କାର। ଫୁଲ ଗଛ ଯଦି ମରି ସାରିଲାଣି, ଫଗୁଣ ଫଗୁଣ ବାସୁଛି କିଏ? ଆସୁଛି କିଏ? ମିଛ ଜବରଦସ୍ତ। ପଇସାରେ ନିଲାମ ହଉଛି ଶତ ଶତ କେତେ ସହରୀ ହାଟ। ହୁଁ ହୁଁ। ମିଛ ପଇସାରେ ନିଲାମ ହେଉଛି ଶତ 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 କେତେ ଶତ ସହରୀ ହାଟ। ପ୍ରହରୀ ହାଟ। କିଏ ସେ ପଢିଲା ମଣିଷର ମୁହଁ, ମନ ଦେଖି ମୁଖା ବିକୁଛି କିଏ? ବାଃ ବାଃ, ଚମତ୍କାର। ଚମତ୍କାର ଚମତ୍କାର। ଫୁଲ ଗଛ ଯଦି ମରି ସାଇଲାଣି, ଫଗୁଣ ଫଗୁଣ ବାସୁଛି କିଏ? ଆସୁଛି। ଚମତ୍କାର। ତାକୁ ଖାଲି ଶୁଭୁନି ଶୁଭୁନି। ଆଜି ମୋ ସ୍ମୃତିକୁ ଧରି ଅଛି ଯିଏ, ତାକୁ ଖାଲି କିଏ ପଚାର ଥରେ, ପାପ ପାପ ବୋଲି କିଏ କହିଥିଲା, ପ୍ରେମ ପ୍ରେମ ବୋଲି ଝୁରୁଛି କିଏ? ବାଃ ବାଃ ବାଃ। ଫୁଲ ପାପ ଗଛ ପାପ ଯଦି ବୋଲି ମରି ସାରିଲାଣି, କିଏ ଫଗୁଣ କହିଥିଲା ପ୍ରେମ ପ୍ରେମ ବୋଲି ଝୁରୁଛି କିଏ? ହୁଁ। ଫୁଲ ଗଛ ଯଦି ମରି ସାରିଲାଣି, ଫଗୁଣ ଫଗୁଣ ବାସୁଛି କିଏ? ବାସୁଛି। ଦିନେଶ ଚମତ୍କାର ବାବୁ, ଚମତ୍କାର। ସେ ଖାଲି ଲେଖି ଦଉଛି। କହନା କହନା ପ୍ରଣୟ ଲୁହର ମଞ୍ଚରେ, ଦର୍ଶକେ ସବୁ ନିଜର ବୋଲି। ଆହା। ଏଇଟା ସବୁ କବି ମାନଙ୍କୁ, ସବୁ ଗଜଲକାର ମାନଙ୍କୁ ମୋର ଉତ୍ସର୍ଗ। କହନା ପ୍ରଣୟ ହୁଁ ଲୁହର ମଞ୍ଚରେ, ଦର୍ଶକ ସବୁ ନିଜର ବୋଲି। ଏକ୍ଚୁଆଲି ଆମେ କବି ମାନେ, ଆମ କପାଳ ଟା ଭାରି ଅଭିଶପ୍ତ। ଆମେ ଯଦି କ୍ଷେତ କବି ଗାଇଦମୁ, ଲୋକ କହିବେ ବା ବା।
ମାନେ ଇଏ ଛଳନାର ବଜାରରେ କ୍ଷେତର ସୌଦା ଯଦି କିଏ କରିପାରେ ସେ ହେଲା କବି। କହନା ପ୍ରଣୟ ଲୁହର ମଞ୍ଚରେ ଦର୍ଶକେ ସବୁ ନିଜର ବୋଲି। ନାଟ ଦେଖି କିଏ କାନ୍ଦୁଛି ଲୁଚି, ପୁଣି ହାୟ ତାଳିମ ଲୁଚି ଲୁଚି ମାରୁଛି କିଏ। ଫୁଲ ଗଛ ଯଦି ମରି ସାରିଲାଣି ଫଗୁଣ ଫଗୁଣ ବାସୁଛି କିଏ। ବାସୁଛି କିଏ। ଧନ୍ୟବାଦ। ଚମତ୍କାର ଚମତ୍କାର ଚମତ୍କାର। ଏ ଗଜଲ ଗୁଡା ଆଉ ଟିକେ ଲମ୍ବା ହେଇଯାଆନ୍ତାନି ମାନେ ଏତେ ଶୀଘ୍ର ସାରି ଦଉଛନ୍ତି ଆମକୁ, ଆଉ ଆମ ମନ ବୁଝୁନି। ଆଉ ଗୋଟେ ରାଉଣ୍ଡ ପକେଇ ଦଉ ତାକୁ। ହଁ, ଆଉ ଗୋଟେ ହଉ ତାପରେ ପୁଣି ଆଉଥରେ ସୁମିତ ଭାଇଙ୍କ ପାଖକୁ ଫେରିବା। ଏଇ ତ ଘଣ୍ଟାଟି ହେଇଛି, 4:05 ହେଇଛି। ନା ଆଉ ଗୋଟେ ହେଲେ ବି ଟିକେ ରେଷ୍ଟ ଦିଅନ୍ତୁ, ମୁଁ ସିଲେକ୍ଟ କରିନି ନା ମାନେ ବାଛିବାକୁ ପଡିବ। ଆଜ୍ଞା ଆଜ୍ଞା ଠିକ ଅଛି ନହେଲେ ତାହେଲେ। ପୁଣି ଅକାଳିଆ ହେଇଯିବ। ହଁ, ହଁ ପୁଣି ଅକାଳିଆ ହେଇଯିବ। ଦିନେଶ ଭାଇ ଯେହେତୁ ମେଡିକାଲରେ ଅଛନ୍ତି, ତେଣୁ ମୁଁ ସିଧାସଳଖ ଫେରିବି ସୁମିତ ଭାଇଙ୍କ ପାଖକୁ। ନା ସ୍ୱାଗତିକା ଅଛି, ସ୍ୱାଗତିକା ଭଉଣୀ ବା ଆଜିକାଲି ତାଙ୍କର କଣ ଦେହ ଖରାପ କହୁଥିଲେ। ସେ ଅଛି ନା। ନା କବିତା ଗଜଲ ପଢିବାକୁ ଦେହ ଭଲ ଅଛି। ଦେହ ଭଲ ଅଛି, ନା ଗଜଲ ପଢିପାରିବେ ନା। ନିହାତି ଗଜଲ ଚାହିଁବି ସ୍ୱାଗତିକା ଭଉଣୀ। ମୁଁ ନଥିଲେ ଭଲ ହେଇଥାନ୍ତା। ନା ହଁ ଠିକ ଅଛି। ଅଛନ୍ତି ବା। ଆଜ୍ଞା ଆଜ୍ଞା। ଗୋଟେ ଛୋଟଟେ ପଢି ଦଉଛି। ଗଜଲର ଶୀର୍ଷକ ପ୍ରଶ୍ନ। ଦର୍ପଣରେ ହଜିଗଲା ନିଜ ବେଶ କାହିଁ ଆଜି। ଦର୍ପଣରେ ହଜିଗଲା ନିଜ ବେଶ କାହିଁ ଆଜି। ପ୍ରିୟ ହାତ ଅଣୁସାରେ ଏତେ ବିଷ କାହିଁ ଆଜି। କଥା ଥିଲା ଫେରିଯିବା ଆମେ ସଞ୍ଜ ନଈଁ ଗଲେ। କଥା ଥିଲା ଫେରିଯିବା ଆମେ ସଞ୍ଜ ନଈଁ ଗଲେ। ଏତେ ଓଦା ଓଦା ପଥରର ହସ କାହିଁ ଆଜି। ଏ କାହା ଛାଇ ଆସ୍ତେ ଆସ୍ତେ ମୋ ପରି ଦିଶିଲାଣି। ଏ କାହା ଛାଇ ଆସ୍ତେ ଆସ୍ତେ ମୋ ପରି ଦିଶିଲାଣି। ଢଳ ଢଳ ଲୁହରେ ଢଳେ ମୋ ଦେଶ କାହିଁ ଆଜି। ତାରା ପରି ବୁଣି ହେବ ସାରା ଆକାଶରେ କହି। ତାରା ପରି ବୁଣି ହେବ ସାରା ଆକାଶରେ କହି। ମେଘ ହେଇ ବିଞ୍ଚି ଦେଲା ମୁନ୍ଦେ ଶୋଷ କାହିଁ ଆଜି। ଚମତ୍କାର। ଢେଉମାନେ ପାଳନ୍ତିନି ଢେଉମାନେ ପାଳନ୍ତିନି ଭାଙ୍ଗି ଦେବାର ଦରଜ। ଢେଉମାନେ ପାଳନ୍ତିନି ଭାଙ୍ଗି ଦେବାର ଦରଜ। ଗଢିବାର ପଣରେ ବି ରେଣୁର ଦୋଷ କାହିଁ ଆଜି। ବେଳ ଥାଉ ନିଜକୁ ଥରେ ମୋ ପଢିବାର ଥିଲା। ବେଳ ଥାଉ ନିଜକୁ ଥରେ ମୋ ପଢିବାର ଥିଲା। ତତେ ନ କହୁଣୁ ଏ କାହାଣୀ ଶେଷ କାହିଁ ଆଜି। ଦର୍ପଣରେ ହଜିଗଲା ନିଜ ବେଶ କାହିଁ ଆଜି। ପ୍ରିୟ ହାତ ଅଣସାରେ ଏତେ ବିଷ କାହିଁ ଅଛି। ଧନ୍ୟବାଦ। ବାଃ ଚମତ୍କାର। ଏବେ ପୁଣି ଥରେ ସୁମିତ ଭାଇଙ୍କ ପାଖକୁ ଫେରିବି। ସୁମିତ ଭାଇ ଆପଣଙ୍କର ଗୋଟେ ହେଇଯାଉ। ମୁଁ ଖୋଜୁଛି ଗୋଟେ ମିନିଟ୍ କୋଉଟା ପଢିବି ସେଟା ଭାବୁଛି ତ। କୋଇଲି। ତାକୁ ଖୋଜିବାରେ ବୋଧେ କାହାଣୀଟା ସରିଯିବ। ତାକୁ ଖୋଜିବାରେ ବୋଧେ କାହାଣୀଟା ସରିଯିବ। ସତରେ ମିଳିଗଲେ ଏ ଲେଖକଟା ନିଶ୍ଚୟ ମରିଯିବ। ସତରେ ମିଳିଗଲେ ଏ ଲେଖକଟା ନିଶ୍ଚୟ ମରିଯିବ। ମୋ କାନ ପାଖେ ଧୀରେ ଆସି କହିଗଲା ସିଏ। ମୋ କାନ ପାଖେ ଧୀରେ ଆସି କହିଗଲା ସିଏ। ଅପେକ୍ଷା କର ନା ଫେରୁ ଫେରୁ ଯୁଗଟେ ବିତିଯିବ। ଅପେକ୍ଷା କର ନା ଫେରୁ ଫେରୁ ଯୁଗଟେ ବିତିଯିବ। ଛୋଟ ଛୁଆଟେ ବି ଯଦି ମୋ ପାଖେ ରହେ କିଛି ଦିନ। ଛୋଟ ଛୁଆଟେ ଯଦି ମୋ ପାଖେ ରହେ କିଛି ଦିନ। ଗଲାବେଳେ ଦେଖିବୁ ସେ ବି ତୋ ନାଁ ଗାଇ ଗାଇ ଯିବ। ଗଲାବେଳେ ସେ ବି ଦେଖିବୁ ତୋ ନାଁ ଗାଇ ଗାଇ ଯିବ। ଚମତ୍କାର। ତା ମୋ କାହାଣୀ ଯଦି ମୁଁ କହିବା ଆରମ୍ଭ କରେ। ତା ମୋ କାହାଣୀ ଯଦି ମୁଁ କହିବା ଆରମ୍ଭ କରେ। ମୁଁ ସେହି ଆରମ୍ଭରେ ଥିବି ଆଉ ରାତି ପାହିଯିବ। ତା ମୋ କାହାଣୀ ଯଦି ମୁଁ କହିବା ଆରମ୍ଭ କରେ। ମୁଁ ସେଇ ଆରମ୍ଭରେ ଥିବି ଆଉ ରାତି ପାହିଯିବ। ଚୋର ଖଣ୍ଟ ଯଦି ଆଜି ଦେଶ ଭକ୍ତର ପରିଚୟ ଦେବେ। ଚୋର ଖଣ୍ଟ ଯଦି ଆଜି ଦେଶ ଭକ୍ତର ପରିଚୟ ଦେବେ। ଦେଶ ପାଇଁ ଭଲ ହବ ଯଦି ଭାରତ ମା ବାଞ୍ଝ ହେଇଯିବ। ଦେଶ ପାଇଁ ଭଲ ହବ ଯଦି ଭାରତ ମା ବାଞ୍ଝ ହେଇଯିବ। କେବଳ ଗୋଟିଏ କାରଣ ଯୋଗୁଁ ମୁଁ ତା କଥା କହୁନାହିଁ।
କେବଳ ଗୋଟିଏ କାରଣ ଯୋଗୁ ମୁଁ ତା କଥା କହୁନାହିଁ। ଦୁନିଆ ଦେଖୁଥିବ ଆଉ ମୋ ଆଖିରୁ ଲୁହ ବୋହିଯିବ। ଦୁନିଆ ଦେଖୁଥିବ ଆଉ ମୋ ଆଖିରୁ ଲୁହ ବୋହିଯିବ। ମୋ ସହ ଝଗଡା କରି ସେ ଏବେ ଏବେ ଶୋଇଛି। ମୋ ସହ ଝଗଡା କରି ସେ ଏବେ ଏବେ ଶୋଇଛି। କୋଇଲି ଟିକେ ତୁ ଧୀରେ ଗା ତା ନିଦ ଭାଙ୍ଗିଯିବ। କୋଇଲି ତୁ ଟିକେ ଧୀରେ ଗା ତା ନିଦ ଭାଙ୍ଗିଯିବ। ଯଦି ସତରେ ମୁଁ କେବେ ତାକୁ ଶବ୍ଦରେ ଆଙ୍କି ଦିଏ। ଯଦି ସତରେ ମୁଁ କେବେ ତାକୁ ଶବ୍ଦରେ ଆଙ୍କି ଦିଏ, ତାକୁ ଥରେ ଦେଖିବା ପାଇଁ ଏ ଦୁନିଆ ପାଗଳ ହେଇଯିବ। ତାକୁ ଥରେ ଦେଖିବା ପାଇଁ ଏ ଦୁନିଆ ପାଗଳ ହେଇଯିବ। ମୋ କାହାଣୀ ଯଦି ମୁଁ କହିବା ଆରମ୍ଭ କରେ, ମୁଁ ସେଇ ଆରମ୍ଭରେ ଥିବି ଆଉ ରାତି ପାହିଯିବ। ଧନ୍ୟବାଦ। ନିଃଶବ୍ଦ ଭାଇ, ଆପଣ ଯେତେବେଳେ ପଢୁଛନ୍ତି ମୁଁ ନିଃଶବ୍ଦ ହେଇଯାଉଛି, କଣ କହିବି। ଏ ଶବ୍ଦ ଗୁଡାକ ହୃଦୟକୁ ପଶିଲା ବେଳକୁ ଭୂକମ୍ପ ହେଇଯାଉଛି, ଦେଖୁନାହାନ୍ତି। ଆଜ୍ଞା ଆଜ୍ଞା। ସୌଭାଗ୍ୟ। ସେଥିପାଇଁ ତ କୁହାଯାଏ ଯେ କବିଟିଏ ସବୁ କିଛି କରିପାରେ। ଆଉ କବି ଗୋଟେ ହୃଦୟରେ ଯଦି ହବ ନିଆଁ ଲଗେଇ ଛୋଟଟେ ମୁଁ ପାରେ। ଆପଣଙ୍କୁ ଶୁଣେଇ ଦଉଛି, ଛୋଟଟେ ସେଥିରେ ମୁଁ ସାଇନ୍ ଆଜ୍ଞା କରିଦେବି ଇରଶାଦ ତାପରେ। ଇରଶାଦ ଏଇ ଗଜଲ ଅଛି ନାନା ବାୟା। ମୁଁ ଛୋଟ ଛୁଆର ନାନା ବାୟା ଗୀତ। ମୁଁ ଛୋଟ ଛୁଆର ନାନା ବାୟା ଗୀତ, ମତେ ସୁରରେ ସଜେଇ ଦେ। ମୁଁ ଛୋଟ ଛୁଆର ନାନା ବାୟା ଗୀତ, ମତେ ସୁରରେ ସଜେଇ ଦେ। ତୁ ସେଇ ବାହାନାରେ ହଉ ପଛେ ମତେ ଓଠରେ ଲଗେଇ ଦେ। ବାଃ ବାଃ। ତୁ ସେଇ ବାହାନାରେ ହଉ ପଛେ ମତେ ଓଠରେ ଲଗେଇ ଦେ। ପଥରେ ତୁ ଗୋଟେ ଲଗେଇଦେବି। ତୁ ଗୋଟେ ପୁରନ୍ତା ମାଠିଆ, ମୁଁ ଗୋଟେ ଶେଷହୀନ ଶୋଷ। ତୁ ଗୋଟେ ପୁରନ୍ତା ମାଠିଆ, ମୁଁ ଗୋଟେ ଶେଷହୀନ ଶୋଷ। ଶହୀନ ଶୋଷ। ଯଦି ଆଜି ଜିତିବାକୁ ଚାହୁଁ, ମତେ ତୋ ଭିତରେ ବୁଡେଇ ଦେ। ବାଃ। ଯଦି ଆଜି ଚମତ୍କାର। ଜିତିବାକୁ ଚାହୁଁ, ଆଜି ମୋ ଭିତରେ ବୁଡେଇ ଦେ। ଏତେ ବଡ ଦୁନିଆରେ ତତେ ପ୍ରେମ ଟିକେ ମାଗିଥିଲି। ଏତେ ବଡ ଦୁନିଆରେ ତତେ ପ୍ରେମ ଟିକେ ମାଗିଥିଲି। ମୁଁ କେବେ କହିଲି ମତେ ମରି ମରି ବଞ୍ଚିବା ଶିଖେଇ ଦେ। ଆଃ, ମୁଁ କେବେ କହିଲି ମତେ ଚମତ୍କାର। ମରି ମରି ବଞ୍ଚିବା ଶିଖେଇ ଦେ। ଜୀବନ ସିଲଟରେ ଏବେ ଲୁହ ଖାଲି ପାଣି ହିଁ ବହୁଛି। ଜୀବନର ସିଲଟରେ ଏବେ ଲୁହ ଖାଲି ପାଣି ହିଁ ବହୁଛି। ପବନ ଅଛି ତାକତ ଯଦି ମୋ ଏଇ ସିଲଟ ଶୁଖେଇ ଦେ। ପବନ ଅଛି ତାକତ ଚମତ୍କାର ଯଦି ଏଇ ସିଲଟ ଶୁଖେଇ ଦେ। କାଲି ରାତିର ମୋର କିଛି ସ୍ୱପ୍ନ ଅଧା ହେଇ ପଡିଛି। କାଲି ରାତିର ମୋର କିଛି ସ୍ୱପ୍ନ ଅଧା ହେଇ ପଡିଛି। ମେଘ ତ ଘଡିଆ ପାଇଁ ଆକାଶରୁ ସୂର୍ଯ୍ୟକୁ ଲୁଚେଇ ଦେ। ମେଘ ତୁ ଘଡିଆ ପାଇଁ ଆକାଶରୁ ସୂର୍ଯ୍ୟକୁ ଲୁଚେଇ ଦେ। ଦିନ ସାରା ସେ ମା ଛେଉଣ୍ଡଟା ରାହ ଧରି କାନ୍ଦୁଛି। ଦିନ ସାରା ସେ ମା ଛେଉଣ୍ଡଟା ରାହ ଧରି କାନ୍ଦୁଛି। ଏ ରାତି ଆଜିକ ପାଇଁ ତା ହାତରେ ଜହ୍ନଟା ଦେଇଦେ। ଏ ରାତି ଆଜିକ ପାଇଁ ତା ହାତରେ ଜହ୍ନଟା ଦେଇଦେ। ଦୁନିଆ ତୁ ବନେଇଛୁ, ସମ୍ପର୍କ ତୁ ବନେଇଛୁ। ଦୁନିଆ ତୁ ବନେଇଛୁ, ସମ୍ପର୍କ ପ୍ରେମ ଏସବୁ ତୁ ତିଆରିଛୁ। ଭାଗ୍ୟ ଭଲ ଯଦି ସୁମିତ ହାତରୁ କଲମ ଦୂରେଇ ଦେ। ଭାଗ୍ୟ ଭଲ ଯଦି ସୁମିତ ହାତରୁ କଲମ ଦୂରେଇ ଦେ। ଦିନ ସାରା ସେ ମା ଛେଉଣ୍ଡଟା ରାହ ଧରି କାନ୍ଦୁଛି। ରାତି ଆଜିକ ପାଇଁ ତା ହାତରେ ଜହ୍ନଟା ଦେଇଦେ। ମୁଁ ଛୋଟ ଛୁଆର ନାନା ବାୟା ଗୀତ, ମତେ ସୁରରେ ସଜେଇ ଦେ। ତୁ ସେଇ ବାହାନାରେ ହଉ ପଛେ ମତେ ତୋ ଓଠରେ ଲଗେଇ ଦେ। ଚମତ୍କାର ଧନ୍ୟବାଦ। ଚମତ୍କାର। କିଛି ସମୟ ପୂର୍ବରୁ ପ୍ରଣୟ ଭାଇ ଲେଖିଛନ୍ତି, ଏଇ ନିଆଁଟି ଦରକାର। କବି ଭିତରେ ଏଇ ନିଆଁ ରହୁ, ଏଇ ସ୍ପୃହା ରହୁ। ଏ ସବୁ କିଛିକୁ ପ୍ରଶ୍ନ କରିପାରୁଥିବାର, ସବୁକୁ ଆହ୍ୱାନ କରିପାରୁଥିବାର, ସବୁକୁ ବିଦ୍ରୋହ କରିପାରୁଥିବାର, ଏପରିକି ଈଶ୍ୱରଙ୍କୁ ମଧ୍ୟ। ପ୍ରଣୟ ଭାଇ ଧନ୍ୟବାଦ ତ ସେଥିରେ ଧୁରନ୍ଧର। ତାଙ୍କୁ ଏକ୍ସପର୍ଟ। ଠିକ ଅଛି, ଅଲ୍ ଇନ୍। ଧନ୍ୟବାଦ ଭାଇ। ତେବେ ପ୍ରଣୟ ଭାଇ ଆଉ ଏକ ହବ କି? ନିଶ୍ଚୟ ହବ। ନିଶ୍ଚିତ ଆକ୍ଚୁଆଲି ନିଶ୍ଚିତ। କଣ ହେଲା, ଏ ସ୍ୱାଗତିକା ସୁମିତ ମାହୋଲ ଜମେଇ ଦେଲେ। ଆଜ୍ଞା। ସେଇ ଧାଡିରୁ ଆସୁଛୁ ତୃପ୍ତି ଲାଇନ ଟା ମୁଁ କହିଦଉଛି। ସେ ଆଜି ଗଙ୍ଗାରେ ବସିଛି ବୋଲି କହିପାରୁନି, ନହେଲେ ସେ କହିଥାନ୍ତା। ଆମେ ତ ସେଇ ଲାଇନରେ ଆଇଛୁ ଆଉ। ଆଚ୍ଛା ହଉ। କବିତାର ଶୀର୍ଷକ ଭଲ ପାଏ ବୋଲି। ଦାଗ ଯେତେ ଆଙ୍କିଲେ ବି କହିବୁନି ଉହୁ। ହଁ। ଦାଗ ଯେତେ ଆଙ୍କିଲେ ବି କହିବୁନି ଉହୁ। ତୋ ନଖର ନଖରାମି ତୋ ପାଖରେ ଥାଉ। ଆଉ କାନ ତଳେ ରଖିଥିବୁ ଅଇଁଠାକୁ ମୋର। ହଁ। ମୁଁ ନଥିବି ବୋଧେ ଏଇ ରାତି ପାହୁ ପାହୁ। ବା 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 ବା। ମିଛରେ ହସୁତା ଆମେ ଭେଟିବାନି ଜମା। ମିଛରେ ହସୁଥା ଆମେ ଭେଟିବାନି ଜମା। ବଜାରରେ ସତ ଆଉ ଟିକେ ଶସ୍ତା ହେଉ। ବା ବା ବା। କେହି ଜଣେ ଛାଇ ଛାଡି ଚାଲି ଯାଇପାରେ। ହୁଁ ହୁଁ।
କେହି ଜଣେ ଛାଇ ଛାଡି ଚାଲି ଯାଇପାରେ, କିଏ ସେ କେଜାଣି ରହିଗଲା ଯାଉ ଯାଉ। ବାଃ। ପଚାରିଲି ବିଷ କାହିଁ ଦେଲୁ ବିଶ୍ୱାସରେ, ପଚାରିଲି ବିଷ ପଚାରିଲି କାହିଁ ଦେଲୁ ବିଶ୍ୱାସରେ, ବିଶ୍ୱାସରେ ଭଲ ପାଏ ବୋଲି କହିଦେଲା କହୁ କହୁ। ଆହା ଲୁହ ଅଛି ଯଦି ଆଉ ଦେଖାନା ତୁ ମୁହଁ, ଲୁହ ଅଛି ଯଦି ଆଉ ଦେଖାନା ତୋ ମୁହଁ, ମୋ ଭଙ୍ଗା ଆଇନା ମୋ ପାଖରେ ଥାଉ। ବାଃ ବାଃ ବ୍ରଣ ବାଃ। ଉଠା ବ୍ରଣ ଉଠା ପାପ ଯଦି ଫୁଲ ହୋଇ ଫୁଟେ, ବ୍ରଣ ଉଠା ପାପ ଯଦି ଫୁଲ ହୋଇ ଫୁଟେ, ଦେଖୁନା ଏ ପ୍ରଣୟ ଓଠରେ କେତେ କେତେ ମହୁ। ବାଃ ବାଃ ବାଃ। ଦାଗ ଚମତ୍କାର। ଯେତେ ଆଙ୍କିଲେ ବି କହିବୁନି ଓହୋ, ତୋ ନଖର ନଖରାମି ତୋ ପାଖରେ ତୋ ଥାଉ। ପାଖରେ ଥାଉ। ଧନ୍ୟବାଦ। ବାଃ। ମାନେ ଚମତ୍କାର ଚମତ୍କାର। ଗଜଲରେ ବି ଜୀବନ ଦର୍ଶନ ଭରି ରହୁଛି। ମତେ ଦିନେ କହିଥିଲେ, ଏ ପ୍ରଣୟ ଭାଇ ହିଁ କହିଥିଲେ ଯେ ଦୁଃଖରେ ଥା, ଦୁଃଖରେ ଥିଲେ ସବୁ କିଛି ହବ। ତେଣୁ ଆମ ଭିତରେ ସେ କାରୁଣ୍ୟତାଟା ରହିଥାଉ। ବହୁତ ସୁନ୍ଦର ଗଜଲଟେ ଶୁଣେଇଲେ ଭାଇ। ଯଦିଓ ଆମ ପାଖରେ ସମୟ ଖୁବ କମ୍, ଆଉ 3-4ଟି ଆମେ ଆରାମସେ ଶୁଣିପାରିବା। ସ୍ୱାଗତିକା ଭଉଣୀ, ଆଉ ଏକ ଆପଣଙ୍କ ପାଖକୁ ଚାହିଁବୁ। ନାଇଁ, ଅଛନ୍ତି? ସ୍ୱାଗତିକା ରେଡି ହଉଛନ୍ତି ଯିବା ପାଇଁ କି, ତେଣୁକରି ସେ ଆଚ୍ଛା ଆଚ୍ଛା କହିଲେ ଯେ ସୁମିତ ଆଉ ପ୍ରଣୟଙ୍କ ଠାରୁ ଶୁଣିବା। ଆଜ୍ଞା ସେ ଆକ୍ଚୁଆଲି ଯିବାର ଅଛି ନା, ଟାଇମ ପାସ୍ ର ଆଜି ଅଛି। ଇଭେଣ୍ଟ ଅଛି। କହିଲେ। ହୁଁ ହୁଁ ଆଚ୍ଛା ହୁଁ ହୁଁ। ଆଚ୍ଛା, ହଁ ଆମେ ବି ସାରିଦବା, 4:30 ଭିତରେ ସାରିଦବା। ଏ 17 ହେଲା। ମୁଁ ଆଉ କିଛି ଶୁଣେଇ ଦଉଛି ଆଜ୍ଞା ଆଜ୍ଞା, ଆପଣଙ୍କୁ ଯଦି। ହଁ ଏଇଟା ଗୋଟେ ଥିଲା, ଇଏ ସୁମିତ ଭାଇ। ଟୁପୁର ଟାପୁର, ଏଇ ଗଜଲ ଗୋଟେ ଥିଲା, ଟୁପୁର ଟାପୁର। ମୁଁ ଥରେ ନୁହଁ 1000 ଥର ପଢିବାକୁ ଚାହେଁ। ମୁଁ ଥରେ ନୁହଁ 1000 ଥର ପଢିବାକୁ ଚାହେଁ, ମତେ କୁହ ବୁଝାଅ ମୁଁ ପୁଣି ଶିଖିବାକୁ ଚାହେଁ। ମତେ କୁହ ବୁଝାଅ ମୁଁ ପୁଣି ଶିଖିବାକୁ ଚାହେଁ, ଆଗକୁ ଗଢିବାକୁ ଅଛି ଅନେକ ଅନେକ କିଛି। ମୁଁ ନିଜେ ନିଜକୁ ବିନ୍ଦାସ ଭାଙ୍ଗିବାକୁ ଚାହେଁ। ମୁଁ ନିଜେ ନିଜକୁ ବିନ୍ଦାସ ଭାଙ୍ଗିବାକୁ ଚାହେଁ। ମୋ ହାତରେ କେହି କାଗଜର ମରୁଭୂମି ଦିଅ। ମୋ ହାତରେ କେହି କାଗଜର ମରୁଭୂମି ଦିଅ, ନିଜକୁ ମୁଁ ଗପ କରି ସେଠି ବର୍ଷିବାକୁ ଚାହେଁ। ନିଜକୁ ମୁଁ ଗପ କରି ସେଠି ବର୍ଷିବାକୁ ଚାହେଁ। ସମ୍ପର୍କର ହିସାବ ରଖୁଥିବା ଦୁନିଆ ଭିତରେ, ସମ୍ପର୍କର ହିସାବ ରଖୁଥିବା ଦୁନିଆ ଭିତରେ, ହିସାବର ସମ୍ପର୍କକୁ ମୁଁ ଥରେ ବୁଝିବାକୁ ଚାହେଁ। ସମ୍ପର୍କର ହିସାବ ରଖୁଥିବା ଦୁନିଆ ଭିତରେ, ହିସାବର ସମ୍ପର୍କକୁ ମୁଁ ଥରେ ବୁଝିବାକୁ ଚାହେଁ। ଝଡ଼ିଗଲେ ଝଡ଼ିଯାଉ ଦେହର ସବୁତକ ପାଖୁଡା। ଝଡ଼ିଗଲେ ଝଡ଼ିଯାଉ ଦେହର ସବୁତକ ପାଖୁଡା, ମୁଁ ପୁଣି ଥରେ ଫୁଲ ହେଇ ଫୁଟିବାକୁ ଚାହେଁ। ମୁଁ ପୁଣି ଥରେ ଫୁଲ ହେଇ ଫୁଟିବାକୁ ଚାହେଁ। ଏତିକି ସାହସ ଏବେ ମତେ ଦେରେ ବିଧାତା। ଏତିକି ସାହସ ମତେ ଏବେ ଦେରେ ବିଧାତା, ଆଖିରେ ଆଖି ମିଶେଇ ମୋ ନାଁ କହିବାକୁ ଚାହେଁ। ଆଖିରେ ଆଖି ମିଶେଇ ମୋ ନାଁ କହିବାକୁ ଚାହେଁ। ମୁଁ ନାଁ କହିପାରେନି, ସେଇ ଯୋଗୁ ବୋଧହୁଏ ଧାଡି କେମିତି ଉଠି ଆସିଛି। ଏତିକି ସାହସ ଏବେ ମତେ ଦେରେ ବିଧାତା, ଆଖିରେ ଆଖି ମିଶେଇ ମୁଁ ନାଁ କହିବାକୁ ଚାହେଁ। କାହିଁକି ଜଳେ ସୂର୍ଯ୍ୟ ଉଦୁ ଉଦୁ ଖରା ବେଳଟାରେ। କାହିଁକି ଜଳେ ସୂର୍ଯ୍ୟ ଉଦୁ ଉଦୁ ଖରା ବେଳଟାରେ, ତା ମନ କଥା କହ ଆଜି କିଏ ବୁଝିବାକୁ ଚାହେଁ। ତା ମନ କଥା କହ ଆଜି କିଏ ବୁଝିବାକୁ ଚାହେଁ। ତମ ଟୁପୁରୁ ଟାପୁରୁ ମୋ କାନ ଯାଏଁ ଶୁଭୁଛି। ତୁମ ଟୁପୁରୁ ଟାପୁରୁ ମୋ କାନ ଯାଏଁ ଶୁଭୁଛି। ତାର ଜବାବ ସୁମିତ କଲମରେ ଦବାକୁ ଚାହେଁ। ତାର ଜବାବ ସୁମିତ କଲମରେ ଦବାକୁ ଚାହେଁ। ମୁଁ ଥରେ ନୁହଁ 1000 ଥର ପଢିବାକୁ ଚାହେଁ। ମତେ କୁହ ବୁଝାଅ ମୁଁ ପୁଣି ଶିଖିବାକୁ ଚାହେଁ। ବାଃ, ଆଉ ଗୋଟିଏ ଗଜଲ ଚମତ୍କାର। ମୁଁ ପଢିବି, ତାପରେ ମତେ ବିଦାୟ ଦେଇଦେଲେ ବି ମୁଁ ବି ଆଜ୍ଞା ଯିବି। ଆଜ୍ଞା, ନାଇଁ ଆମେ ସାରିଦେବା, ଆମେ 4:30 ସମସ୍ତେ ଭିତରେ ବିଦାୟ ସାରିଦେବା। ନେଇଯିବା, 4:30 ଭିତରେ ଆମେ ଆଜ୍ଞା, ସମସ୍ତେ ବିଦାୟ ନେଇଯିବା। ସମସ୍ତେ ବିଦାୟ ଠିକ ଅଛି। ଆଉ ଗୋଟେ ମୁଁ ପଢୁଛି, ତା ଭିତରେ ପ୍ରଣୟ ଭାଇ ତୁମର ରଖିଥାଅ ଗଜଲ। ମୁଁ ଖାଲି ତୁମକୁ ଟାଇମ ଦେବା ପାଇଁ ପଢୁଛି, ମୁଁ ମୋ ପାଇଁ ପଢୁନି। ମୁଁ ଆକ୍ଚୁଆଲି 17ଟା ଗଜଲ ବାହାର କରି ସାରିଲିଣି। ହଉ ତା ପରକୁ ପଢିବ, ମୁଁ ଏଇଟା ସାରି ଦେଇକି, ଆଉ ତୁମେ ବସଛ। ଆଉ ଗୋଟେ ଅଛି ପଢିଦଉଛି, ଏ ଗଜଲର ନାଁ ହଉଛି ସୁମିତ ପଣ୍ଡା। ମୋ ଆଖିରେ ଲୁହ ନାହିଁ ଆଜ୍ଞା, ସତରେ ଲୁହ ଟୋପେ ବି ନାହିଁ। ମୋ ଭଏସ ଶୁଭୁଛି? ଆଜ୍ଞା ଆଜ୍ଞା, ମୋ ଆଖିରେ ଲୁହ ନାହିଁ ଆଜ୍ଞା, ମୋ ଲୁହ ମୋ ଟୋପାଏ ବି ନାହିଁ। ମୋ ଆଖିରେ ଲୁହ ନାହିଁ ଆଜ୍ଞା, ସତରେ ଲୁହ ଟୋପେ ବି ନାହିଁ। ମତେ କେହି ଚିପୁଡି ଦେଖୁ, ଲୁହ କଣ ଜୀବନ ବି ଠୋପେ ନାହିଁ। ଆହା, ମତେ କେହି ଚିପୁଡି ଦେଖୁ, ଲୁହ କଣ ଜୀବନ ଠୋପେ ବି ନାହିଁ।
ମଣିଷ ନୁହେଁ ସକାଳୁ ସଞ୍ଜ ଖାଲି ଧାଉଁଛି ମେସିନ ପରି। ଏ ଆପଣ ମାନଙ୍କର ମୁଁ ଚିତ୍ର କରୁଛି। ଆଜ୍ଞା ମଣିଷ ନୁହେଁ ମୁଁ ସକାଳୁ ସଞ୍ଜ ଖାଲି ଧାଉଁଛି ମେସିନ ପରି। ନିଦକୁ ସାଉଁଟି ଶୋଇବାକୁ ଗଲେ ଏଠି ରାତି ଟିକେ ବି ନାହିଁ। ରାତି ଟିକେ ବି ନାହିଁ। ନି- ନିଦକୁ ସାଉଁଟି ଶୋଇବାକୁ ଗଲେ ଏଠି ରାତି ଟିକେ ବି ନାହିଁ। ମରୁଭୂମିର ମରୀଚିକାକୁ ମୁଁ ଏମିତି ଯାଇଛି ବି। ମରୁଭୂମିର ମରୀଚିକାକୁ ମୁଁ ଏମିତି ଯାଇଛି ବି। ଦରିଆ ଆଣି ଯାଚିଲେ କେହି ମୋତେ ଶୋଷ ଢୋକେ ବି ନାହିଁ। ଦରିଆ ଆଣି ଯାଚିଲେ କେହି ବି ମୋତେ ଶୋଷ ଢୋକେ ବି ନାହିଁ। ସପନରେ ସିଏ କହିଲା ଦିନେ ତ ସମୟ ଯାଉଛି ସରି। ଦେଖନ୍ତୁ ଚିତ୍ର ଆପଣମାନେ ବି ଏଇଟା ଭେଟିଥିବେ। ସପନରେ ସିଏ କହିଲା ଦିନେ ତ ସମୟ ଯାଉଛି ସରି। ବାଉଳା ହେଇ କହିଛି ତାକୁ ମୁଁ ଏବେ ତ ଥକି ନାହିଁ। ବାଉଳା ହେଇ କହିଛି ତାକୁ ମୁଁ ଏବେ ତ ଥକି ନାହିଁ। ବାଢ଼ି ଦେଇଛି ଧୋକାର ଥାଳି। ବାଢ଼ି ଦେଇଛି ଧୋକାର ଥାଳି ମୋ ପ୍ରେମକୁ ସଉଦା କରି। ବାଢ଼ି ଦେଇଛି ଧୋକାର ଥାଳି ମୋ ପ୍ରେମକୁ ସଉଦା କରି। ତଥାପି ଅଭିନୟ କରି ଖାଉଛି ସିନା ମୋତେ ଭୋକ ଟିକେ ବି ନାହିଁ। ଅଭିନୟ କରି ଖାଉଛି ସିନା ମୋତେ ଭୋକ ଟିକେ ବି ନାହିଁ। ଏ ଶେଷ ଧାଡ଼ି ଏଠି ଉପସ୍ଥିତ ସମସ୍ତେ ଯିଏ ଅଛନ୍ତି ତାଙ୍କୁ କହୁଛି। ଯୋଉମାନେ ନାହାନ୍ତି ଯିଏ କେବେ ଶୁଣିବେ ମୋ ଅବର୍ତ୍ତମାନରେ ବି ତାଙ୍କ ପାଇଁ ବି ଏ ଧାଡ଼ିଟିଏ ସେମାନେ ବି ଏହାକୁ ରଖନ୍ତୁ ପାଖରେ। ବାଢ଼ି ଦେଇଛି ଧୋକାର ଥାଳି ମୋ ପ୍ରେମକୁ ସଉଦା କରି। ତଥାପି ଅଭିନୟ କରି ଖାଉଛି ସିନା ମୋତେ ଭୋକ ଟିକେ ବି ନାହିଁ। କିଏ କହୁଛି ଓଡ଼ିଆ ଭାଷାର ଭବିଷ୍ୟତ କିଛି ନାହିଁ। ଏଠି ଖାଲି ମୁଁ ମୋ ନାଁ ଯୋଡ଼ିଛି, ଏଠି ଆପଣଙ୍କ ନାଁ ଯୋଡ଼ିଦେବେ। କିଏ କହୁଛି ଓଡ଼ିଆ ଭାଷାର ଭବିଷ୍ୟତ କିଛି ନାହିଁ। କହିବ ତାକୁ ସୁମିତ ପଣ୍ଡା ଏବେ ବି ମରି ନାହିଁ। କହିବ ତାକୁ ସୁମିତ ପଣ୍ଡା ଏବେ ବି ମରି ନାହିଁ। ମୋ ଆଖିରେ ଲୁହ ନାହିଁ ଆଜ୍ଞା ସତରେ ଲୁହ ଟୋପେ ବି ନାହିଁ। ମୋତେ କେହି ଚିପୁଡ଼ି ଦେଖୁ ଲୁହ କଣ ଜୀବନ ବି ଠୋପେ ନାହିଁ। ଧନ୍ୟବାଦ। ବାଃ, ଚମତ୍କାର ଚମତ୍କାର ଭାଇ। ନମସ୍କାର। ସବୁବେଳେ ଲାଇନ୍ ସଙ୍ଗ ତମ ଆମର ପ୍ରିୟ। ହଁ ପ୍ରଣୟ ଭାଇ। କବିତା ସୁମିତ୍ର ଖୁବ ଚମତ୍କାର ଥିଲା ଗଜଲଟା। ଧନ୍ୟବାଦ ଧନ୍ୟବାଦ ଭାଇ। ମୋ ଗଜଲଟା ଶୁଣିକି ଯିବୁ। ମୁଁ ଅଛି। ଆପଣଙ୍କ ପରେ ଆମେ ଆପଣ ସାରଦା ଭାଇ। ମାନ ମୋ ପରେ ସାରିଦବା ତ? ଆଜ୍ଞା ହୁଁ, ଆଜ୍ଞା ମୁଁ ତ ଗୋଟେ ଗଜଲ ହିଁ ପଢିବି। ଆଜ୍ଞା ଗଜଲର ଶୀର୍ଷକ କୋପତି। ଆଚ୍ଛା। ଜାଣିଛି ପ୍ରଶଂସା ମୋର କରିବେନି କେହି। ହୁଁ ହୁଁ ଜାଣିଛି ପ୍ରଶଂସା ମୋର କରିବେନି କେହି। ଯେତେ ନିନ୍ଦା ଦେବ ସେତେ ଜଳିବ ମୋ ଛାଇ। ବାଃ ବାଃ ଧରମରେ ଗଢା ଯଦି ଦୁନିଆର ଦେହ, ହୁଁ ତ୍ରିବେଣୀରେ ଗଲା କିଏ ନିଜ ପାପ ଧୋଇ। ବାଃ ଆହା, ବାଃ ବାଃ ବାଃ। ଯେତେ ନିନ୍ଦା ଦେବ ସେତେ ଜଳିବ ମୋ ଛାଇ। ହୁଁ ହୁଁ ହୁଁ। ଅମୃତ ସନ୍ତାନ ଯେବେ ତୁମେ ପ୍ରକୃତିର, ଥାଳ ଆଜ୍ଞା। ଧରି ମୋକ୍ଷ ମୋକ୍ଷ କିଏ ମାଗୁଥାଇ। ବାଃ ବାଃ ବାଃ। ବାଃ ଆଉ ଥରେ ଅମୃତର। ଅମୃତ ସନ୍ତାନ ଯେବେ ତୁମେ ପ୍ରକୃତିର, ହୁଁ ହୁଁ ଥାଳ ଧରି ମୋକ୍ଷ ମୋକ୍ଷ କିଏ ମାଗୁଥାଇ। ଜାଣିଛି ବାଃ ବାଃ। ପ୍ରଶଂସା ମୋର କରିବେନି କେହି। ଆହା, ଜନ ହୁଁ ଅଛି କିନ୍ତୁ ରାତି କବିତା ଲେଖୁନି। ହୁଁ ହୁଁ। ଜହ୍ନ ଅଛି କିନ୍ତୁ ରାତି କବିତା ଲେଖୁନି। କିଏ ସେ ହସୁଛି ବୋଧେ ଲୁହକୁ ଲୁଚାଇ। ବାଃ ପ୍ରଣୟ ଏବେ ବି ଖୋଜେ ସେଇ କୋପତିକୁ, ହୁଁ ହୁଁ। ନୀଡ଼କୁ ଫେରେଇ ଯିଏ ଆଲୁଅ ଲିଭାଇ। ବାଃ ଜାଣିଛି ପ୍ରଶଂସା ମୋର କରିବେନି କେହି। ଯେତେ ନିନ୍ଦା ଦେବ ସେତେ ଜଳିବ ମୋ ଛାଇ। ଧନ୍ୟବାଦ। ଚମତ୍କାର। ବାଃ, ଚମତ୍କାର ଚମତ୍କାର ଭାଇ। ବର୍ତ୍ତମାନ ସମୟର ଆହ୍ୱାନ। ଆଉ ସ୍ୱଳ୍ପ ସମୟ ପରେ ଯଦିଓ ଇଚ୍ଛା ଅନେକ ଶୁଣିବା ପାଇଁ, କିନ୍ତୁ ସମସ୍ତେ ସମୟକୁ ସମ୍ମାନ ଦେବା। ତା ପୂର୍ବରୁ ମୋ ପାଖରେ ଏକ ଅସମ୍ପୂର୍ଣ୍ଣ ଗଜଲ ଥିଲା, ମୁଁ ଶୁଣେଇ ଦଉଛି। ଏତେ ସବୁ ଶୁଣିଲା ପରେ ଆଉ କିଛି ଶୁଣେଇବାକୁ ନିହାତି ଯଦିଓ ନିହାତି ଇଚ୍ଛା ନାହିଁ। ନିହାତି ନିହାତି ଭାଇ। ନା 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 ଶୁଣ, ମୁଁ କହିଥାନ୍ତି। ନିହାତି ନା ଆମେ ଅପେକ୍ଷା କରୁଛୁ। ଏଇଟା କଣ୍ଡିସନ ଥିଲା ଶିବଙ୍କ ସହିତ, ଶିବ ସଂଯୋଜନା ସହିତ ଗୋଟେ ଗଜଲ ନିଶ୍ଚୟ ପଢିବେ। ହଁ, ସମ୍ପୂର୍ଣ୍ଣ ଗଜଲ ନୁହଁ, ଅସମ୍ପୂର୍ଣ୍ଣ, ସରିନି ଏପର୍ଯ୍ୟନ୍ତ, 4 ଧାଡି କେବଳ। ହୁଁ ହୁଁ ହଁ, ତାର ଶୀର୍ଷକ ବି କିଛି ଦିଆ ହେଇନି, ନାମହୀନ ବର୍ତ୍ତମାନ ପାଇଁ ସେ। ତେବେ ହୁଁ ହୁଁ। ସିଧାସଳଖ ଗଜଲକୁ ଯିବା। ନା ନାଉରୀ ଦରିଆ କିଏ କେଉଁଠି ଆଜି। ନା ନାଉରୀ ଦରିଆ କିଏ କେଉଁଠି ଆଜି। ନିଜକୁ ହଜେଇ କିଏ କଣ ଖୋଜେ ଆଜି। ବାଃ ବାଃ। ଆକାଶର ଚମତ୍କାର। ଜହ୍ନ ଚାହେଁ ମାଟିରେ ଜୀବନ। ହୁଁ ହୁଁ ଆକାଶର ଜହ୍ନ ଚାହେଁ ମାଟିରେ ଜୀବନ।
ଆହା, ମାଟିର ମଣିଷ ପୁଣି କଣ ଖୋଜେ ଆଜି? ବାଃ, ନା ନାଉରି ଦରିଆ କିଏ କେଉଁଠି ଆଜି, ନିଜକୁ ହଜେଇ କିଏ କଣ ଖୋଜେ ଆଜି? ବାଃ, ଦେହ ମନ ହୃଦୟ ତା ହାତେ ଦେଲି ଯେବେ, ଦେହ ହୁଁ, ମନ ହୃଦୟ ତା ହାତେ ଦେଲି ଯେବେ, ସେ କହିଲା ଏତେ ଶସ୍ତା ଚିଜ କିଏ ଚାହେଁ ଆଜି? ବାଃ, ସେ କହିଲା ଏତେ ଶସ୍ତା ଚିଜ କିଏ ଚାହେଁ ଆଜି? କେଇ ଟୋପା ସମୟ ଏ ଆଖିରେ ସଞ୍ଚିଛି, ହୁଁ, କେଇ ଟୋପା ସମୟ ଏ ଆଖିରେ ସଞ୍ଚିଛି, ପ୍ରେମ ବାହାନାରେ ଦୁହେଁ ବଞ୍ଚି ଯାଉ ଆଜି, ପ୍ରେମ ବାହାନାରେ ଯାହା, ଦୁହେଁ ବଞ୍ଚି ଯାଉ ଆଜି। ଚମତ୍କାର ଚମତ୍କାର। ଧନ୍ୟବାଦ ଭାଇ। ପୁରା ସରିନି, ଜମିଲା ଆପଣଙ୍କର ସବୁ ଜମିବ ମୁଁ ଜାଣିଛି। ଧନ୍ୟବାଦ। ତେବେ ଯଦିଓ ଏ ସମୟ ଏ ରାତିକୁ ଆମକୁ ବିଦାୟ ଦେବାକୁ ପଡ଼ିବ, ହୃଦୟରେ ଇଚ୍ଛା ନାହିଁ ଏସବୁ ସାରିବା ପାଇଁ, କିନ୍ତୁ ଏ ଅନ୍ତିମ ଫର୍ଦ୍ଦ ନ ହଉ, ଏ ଅନ୍ତିମ ଫର୍ଦ୍ଦକୁ ଆମେ ଦେଇ ନୂଆ କାହାଣୀ ଲେଖିବା, ନୂଆ କଥା ଲେଖିବା, ନୂଆ ଡାଏରୀର ନୂଆ ନୂଆ ଫର୍ଦ୍ଦରେ ନୂଆ ନୂଆ ସମ୍ପର୍କ ଗଢ଼ିବା। ତେଣୁ ସମୟର ସୂଚନାକୁ ଆମକୁ ସ୍ୱାଗତ ଦେବାକୁ ପଡ଼ିବ ଏବଂ ତାଙ୍କୁ ସମ୍ମାନ ଦେଇ ମୁଁ ଅନୁରୋଧ କରିବି ତପସ୍ୱିନୀ ଦିଦିଙ୍କୁ ଆଜିର ଆସରର ଧନ୍ୟବାଦ ଅର୍ପଣ କରିବେ ଏବଂ ଆନୁଷ୍ଠାନିକ ଭାବେ ସଭା ସାଙ୍ଗ କରିବେ। ତପସ୍ୱିନୀ ଦିଦି। ଧନ୍ୟବାଦ ଦେବି କାହାକୁ? ସବୁବେଳେ ମୁଁ ସେଇ ଗୋଟିଏ କଥା କହେ, ଧନ୍ୟବାଦ ଦେବି କାହାକୁ? ଏଠି ତ ସମସ୍ତେ ନିଜର। ପ୍ରଣୟ କୁହ କିମ୍ବା ସୁମିତା, ତୃପ୍ତି, ସ୍ୱାଗତିକା, ଶିବ, ବିନେଶ, ଆଉ ଏଠି ଅନ୍ୟମାନେ ଯୋଉମାନେ ଅଛନ୍ତି ସମସ୍ତେ ତ ଆମ ନିଜର। ଆମେ କାହାକୁ ଧନ୍ୟବାଦ ଦେବା? ଧନ୍ୟବାଦ ଦେଇକି ମୁଁ କାହାକୁ ପର ଦିଦି ଦିଦି କରିବାକୁ ଟିକେ 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 ଖାଲି ମାନେ ବ୍ୟାଘାତ ପାଇଁ କ୍ଷମା ଚାହିଁବି। ଆଜି ଆମ ସହିତ ଦୁଇ ଜଣ ନୂଆ ବ୍ୟକ୍ତିତ୍ୱ ଯୋଡ଼ି ହେଇଛନ୍ତି। ତାଙ୍କ ସମ୍ପର୍କରେ ମୁଁ ଖାଲି ଛୋଟ ଛୋଟ ଦେବି ତାଙ୍କ ପରିଚୟ। ଆମ ସହିତ ଜଣେ ଅଛନ୍ତି ଆମ ବଡ଼ବିଲର ମେଡିକାଲ ମୁଖ୍ୟ ଡକ୍ଟର ଲିସାନ ମହାନ୍ତି ସାର୍, ଏବଂ ସେ ମଧ୍ୟ ସାହିତ୍ୟରେ ରୁଚି, ହଁ ସେ ମଧ୍ୟ ସାହିତ୍ୟରେ ରୁଚି ରଖନ୍ତି। ମୁଁ କଥା ହେଇଥିଲି ତାଙ୍କ ସହିତ, ଆମ ସହିତ ଟିକେ ଯୋଡ଼ି ହେବେ, ଶୁଣିବେ। ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଛନ୍ତି। ଏବଂ ଆଉ ଜଣେ ଅଛନ୍ତି ଆମ ସହିତ, ସେ ଓଡ଼ିଶା ପୋଲିସର ହାବିଲଦାର ଅଛନ୍ତି ରାଜ କେରାଇ ଭାଇ। ତାଙ୍କୁ ମଧ୍ୟ ଆମ ଲେଖନୀ ସ୍ୱରକୁ ସ୍ୱାଗତ। ଚାହିଁବି ଲିସାନ ସାର୍ କିଛି କହିବେ। ଲିସାନ ମହାନ୍ତି ସାର୍। ନମସ୍କାର, ଜୟ ଜଗନ୍ନାଥ ସମସ୍ତଙ୍କୁ। ନମସ୍କାର। ଲେଖନୀର ସ୍ୱର ପ୍ରଥମ ଥର ମୁଁ ଅନୁଭୂତି ନେଲି, କିନ୍ତୁ ଫେସବୁକରେ ବହୁତ ଦିନ ଆଗରୁ ମୁଁ ଯୋଡି ହେଇକି ଥିଲି। କିନ୍ତୁ ଆଜି ଆସରରେ ଯୋଡି ହବାର ମୁଖ୍ୟ ବ୍ୟକ୍ତି କି ଯାହାକୁ ଧନ୍ୟବାଦ ଦେବି ସେ ହଉଛନ୍ତି ଶିବ ଭାଇ। ତପସ୍ୱିନୀ ଦିଦିଙ୍କୁ ବି ଫେସବୁକରେ ମୁଁ ପୋଷ୍ଟ କରୁଥାନ୍ତି, ମୁଁ ଦେଖିଥାଏ। ସେତେବେଳୁ ଭାବୁଥିଲି କିଛି କହିବା ସୁଯୋଗ ମିଳନ୍ତା, ମିଳିଲା। ଧନ୍ୟବାଦ ସମସ୍ତଙ୍କୁ। ବହୁତ ଭଲ ଲାଗିଲା ଗଜଲ ଶୁଣିକି। ଧନ୍ୟବାଦ ଧନ୍ୟବାଦ ଭାଇନା। ହଁ ଦିଦି ଏବେ କଣ୍ଟିନ୍ୟୁ କରିପାରନ୍ତି। ହଁ ଧନ୍ୟବାଦ, ମୁଁ ସେଇଟା କହୁଥିଲି। ଆପଣଙ୍କୁ ଧନ୍ୟବାଦ ସାର୍, ଆପଣ ଯୋଗ ଦେଲେ ଆମ ସହିତ ଲେଖନୀ ସ୍ୱରରେ। ଆଜି ଆକ୍ଚୁଆଲି ବହୁତ ଜଣ ଅନୁପସ୍ଥିତ ଅଛନ୍ତି, ଯେହେତୁ ପୁସ୍ତକ ମେଳା ଚାଲିଛି ଆଉ ବହୁତ ଅଫଲାଇନ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ସେଥିପାଇଁ ଆମ ଆସର ମଧ୍ୟ ଆଜି 4:30 ଭିତରେ ଆମେ ସାରିବାକୁ ନିଷ୍ପତ୍ତି ନେଇଥିଲୁ। କାହିଁକି ନା ପୁସ୍ତକ ଲୋକାର୍ପଣ ଆଜି ବହୁତ ଅଛି। ତେଣୁ କରିକି ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଧନ୍ୟବାଦ ରୋଜାଲିନ ମିଶ୍ରଙ୍କୁ। ଆଜି ତାଙ୍କ ଭଜନରେ ମୋ ରୁମ ଟାଙ୍କୁରି ଉଠିଲା। ମାନେ ତାଙ୍କ ଭଜନ ଆଜି ଏତେ ମନମୋହି ନେଲା ଆରମ୍ଭରୁ, ନିହାତି ମନ ଜାଣିକିରି ଗୋଟେ ଭଜନ ପରିବେଷଣ କଲେ, ବହୁତ ବଢିଆ ଲାଗିଲା। ଧନ୍ୟବାଦ ଆଉ କଥା ରକ୍ଷା ଧନ୍ୟବାଦ। କରିକି ଆଉ ଆଉ ଗୋଟେ କଥା, ଇଏ ବର୍ତ୍ତମାନ ଏ ବର୍ଷର ଶେଷ ଆସର। ଆଗାମୀ ବର୍ଷରେ ଆମେ ନୂଆ କିଛି ନେଇକି ଆସିବୁ। ଯୋଉମାନେ ଲେଖନୀ ସ୍ୱର ସହିତ ଅଛନ୍ତି, ମୁଁ ଜଣେଇ ଦଉଛି, ଗ୍ରୁପରେ ଆଉ ଥରେ ଜଣେଇବି। ଆମେ ଡାଟାବେସ୍ ଆମର ଆଉ ଟିକେ ଅପଡେଟ କରିବାର ଅଛି। ତେଣୁକରି ଆମେ ଗୋଟେ ଗୁଗୁଲ ଫର୍ମ ଆପଣ ମାନଙ୍କୁ ଦବୁ। ଆପଣ ମାନଙ୍କର ସମ୍ପୂର୍ଣ୍ଣ ଠିକଣା, ଫଟୋ ସହିତ ଯୋଗାଯୋଗ ନମ୍ବର ଆପଣ ଆମକୁ ଦେଲେ ଆମକୁ ଟିକେ ସୁବିଧା ହବ ଅପଡେଟ କରିବାରେ। ଆଉ ଆମେ ଚିନ୍ତା ତ କରିଛୁ, ମନ ଭିତରେ ଆସିଛି ଯେ ନାଇଁ ଆମେ ଅଫଲାଇନକୁ, ମାନେ ଅଫଲାଇନରେ ଗୋଟେ ଥର ତ ନିହାତି ମିଟ୍ କରିବା। ଏମିତି ତ ଆମେ ସମସ୍ତେ ମିଟ୍ କରିଛେ ଅଫଲାଇନରେ, କିନ୍ତୁ ଲେଖନୀ ସ୍ୱର ମାଧ୍ୟମରେ ଆମେ ସମସ୍ତେ ଲେଖନୀ ସ୍ୱର ଯୋଗୁ ସମସ୍ତେ ଏକାଠି ହେବା ନିଶ୍ଚିନ୍ତ ବହୁତ ଜଲ୍ଦି। ଚିନ୍ତା ତ କରିଛୁ, ଚିନ୍ତାଟା ମୁଣ୍ଡରେ ପଶିଛି, କିନ୍ତୁ ଆଗକୁ ପଢିଲେ ନିହାତି ଆପଣଙ୍କୁ ଜଣେଇବୁ।
ଆଉ ଅଶେଷ ଅଶେଷ ଧନ୍ୟବାଦ ସମସ୍ତଙ୍କୁ ଆଜିର ଆସର ରେ ଯୋଗ ଦେଇଥିବାରୁ। ଆଜିର ଆସର ଆମେ କହିବା ଅନୁସାରେ 4:30 ସୁଦ୍ଧା ଆମେ ସାରିବୁ। ବର୍ତ୍ତମାନ 4:30 ବାଜିଲା। ଆମେ ଆଜିର ଆସରକୁ ଏଠାରେ ବିରାମ ଦଉଛୁ। ଦେଖାହେବା ଆଗାମୀ ମାସର 2ୟ ରବିବାର। ଧନ୍ୟବାଦ। ଧନ୍ୟବାଦ ପୁଣି ଥରେ ସମସ୍ତଙ୍କୁ।